Hello everyone, this is Som sir. Welcome you to A2M classes. ପିଲାମାନେ OTT regarding classes ଚାଲୁ ଅଛି। ଆଜି ହେଉଛି କ୍ଲାସ୍ 13। ଆପଣମାନେ ଦେଖିପାରୁଥିବେ ଆପଣଙ୍କ କଣ୍ଟେଣ୍ଟ ରହିଛି ଲର୍ନିଂ ଆଜ୍ ଏ ସୋସିଆଲ ଆକ୍ଟିଭିଟି, ରୁଟ୍ ଲର୍ନିଂ ଆଣ୍ଡ ମିନିଂଫୁଲ ଲର୍ନିଂ, ଫ୍ୟାକ୍ଟର ଏଫେକ୍ଟିଂ ଲର୍ନିଂ ଆଣ୍ଡ ଷ୍ଟ୍ରାଟେଜିସ୍ ଫର ପ୍ରମୋଟିଂ ଲେସନ୍ସ। ତ ପିଲାମାନେ ଆଜିକାର ଯୋଉ କନସେପ୍ଟ ଅଛି ଏଟାରୁ ବହୁତ କ୍ୱେଶ୍ଚନ ଆସିଥାଏ ବିଭିନ୍ନ ଏକ୍ସାମରେ। ତ ଆପଣଙ୍କର ଯୋଉ ଟପିକଟି ରହୁଛି OTT, OSTT, CTT ପଏଣ୍ଟ ଅଫ ଭ୍ୟୁରେ ବହୁତ ଇମ୍ପୋର୍ଟାଣ୍ଟ ଟପିକଟେ। ତ ଏକ୍ସାମ ପଏଣ୍ଟ ଅଫ ଭ୍ୟୁରେ ବହୁତ ଇମ୍ପୋର୍ଟାଣ୍ଟ। ତ ପିଲାମାନେ ପ୍ରିପାରେସନ ଜାରି ରଖିଥାଅ। OTT ଏକ୍ସାମ ଆଉ ଅଳ୍ପ ଦିନ ରହିଲା। ତ ଆଜି ଯୋଉ କ୍ଲାସଟି ରହିଛି ତ ଯାହାବି ଏ କଣ୍ଟେଣ୍ଟ ଡିସ୍କସ ହଉଛି ଇମ୍ପୋର୍ଟାଣ୍ଟ ଆସ୍ପେକ୍ଟକୁ ନେଇ ଡିସ୍କସ ହଉଛି। ତ ପିଲାମାନେ କେୟାରଫୁଲି ଶୁଣିବ, କ୍ଲାସଟି ଦେଖିବ। ଯଦି ଆପଣମାନେ ପ୍ରଥମ ଥର ଚ୍ୟାନେଲକୁ ଭିଜିଟ୍ କରୁଛନ୍ତି ତ ଲାଇକ୍ ଆଉ ସବସ୍କ୍ରାଇବ୍ ଆଉ ବେଲ୍ ଆଇକନ୍ ପ୍ରେସ୍ କରିଦିଅନ୍ତୁ। ଯେତେବେଳେ ନୂଆ ଭିଡିଓ କିଛି ଅପଲୋଡ ହଉଛି ଆପଣଙ୍କୁ ନୋଟିଫିକେସନ ଆକାରରେ ମିଳିଯିବ। ତ ଆଜି ଯୋଉ କ୍ଲାसेସ୍ ରହିଛି ତ ସେଟା ହଉଛି ଲର୍ନିଂ ଆଜ୍ ଏ ସୋସିଆଲ ଆକ୍ଟିଭିଟି। ଆମେ ଲର୍ନିଂ ଯେତେବେଳେ ପିଲାମାନଙ୍କୁ ଆମେ ପାଠ ପଢଉଛନ୍ତି ତ ପିଲାମାନେ ଶିଖିବେ କୋଉ 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 ଜାଗାରୁ ଶିଖୁଛନ୍ତି, କିପରି ଶିଖୁଛନ୍ତି ସେଇଟା ମାନେ ଇମ୍ପୋର୍ଟାଣ୍ଟ ରହିଛି। କଣ ନା ଯଦି ପିଲାଟିକୁ ଆମେ ତା ଫ୍ୟାମିଲି ଏନଭାୟରନମେଣ୍ଟରୁ ଶିଖଉଛନ୍ତି କିମ୍ବା ତାର ସୋସିଆଲ ଏନଭାୟରନମେଣ୍ଟରୁ ଶିଖଉଛନ୍ତି ତ ପିଲାଟି ବହୁତ କିଛି ଶିଖିବାକୁ ପାଇଥାଏ। ପିଲା ଖାଲି କଣ ନିଜେ ଶିଖିବ କି, କିଛି ଦେଖିକି ଶିଖିବ, କି ଯେ ସବୁ ଜାଣିବ ତା ସରାଉଣ୍ଡିଂ ରେ କଣ ଚାଲିଛି ତ ସେଇଟା କୁହାହଉଛି। କଣ ନା ଲର୍ନିଂ is an inferred process. It involves a sequence of psychological events, and the learning is a social activity on a learning from our family members, relatives, friends. So, socialization is the key to learning. Sometimes a single experience can lead to a learning। ତାମାନେ ସେ କଣ କହୁଛି ନା ଯେତେବେଳେ ପିଲାଟି କଣ କରୁଛି ତା ରିଲେଟିଭ୍ସ, ତା ଫ୍ୟାମିଲି ମେମ୍ବର୍ସ, ତା ଫ୍ରେଣ୍ଡସ୍ ପାଖରୁ ସେ ଶିଖୁଛି, ତା ସୋସିଆଲାଇଜେସନ ପ୍ରୋସେସ ରୁ ଶିଖୁଛି। କଣ ନା ତା ସମାଜରୁ ସେ ଶିଖୁଛି, ତାକୁ ବୁଝଉଛି। ବେଳେ ବେଳେ ସିଏ କଣ କରିଥାଏ ନିଜସ୍ୱ ଏଇ ପ୍ରକ୍ରିୟାରେ ଭାଗ ନେଇ ବହୁତ କିଛି ଜାଣିବାକୁ ଚେଷ୍ଟା କରିଥାଏ। ତ ଚାଇଲ୍ଡ ଲର୍ନ ଥ୍ରୋ ଟୁ ସୋସିଆଲ ଆକ୍ଟିଭିଟି, ଦିଟା ସୋସିଆଲ ଆକ୍ଟିଭିଟିରୁ ପିଲାମାନେ ଶିଖିଥାନ୍ତି। ତ ଗୋଟେ ହଉଛି କଣ ନା ଆପଣ ମାନେ ଜାଣିବାକୁ ଚେଷ୍ଟା କରନ୍ତୁ, ଗୋଟେ ହଉଛି ଫ୍ୟାମିଲି ଆଣ୍ଡ ଲର୍ନିଂ ପ୍ରୋସେସ ଯୋଉଟା କି ନିଜ ଫ୍ୟାମିଲିରୁ ଶିଖେ, ଆଉ ଗୋଟେ ହଉଛି ସ୍କୁଲ ଆଣ୍ଡ ଲର୍ନିଂ ପ୍ରୋସେସ। ତ ମନେ ରଖିଥିବ ଫ୍ୟାମିଲିଟା କୁହାଯାଏ ପ୍ରାଇମେରୀ ଲର୍ନିଂ ପ୍ରୋସେସ। ପ୍ରାଇମେରୀ ଯୋଉଠି ପ୍ରଥମେ ସେ ଶିଖିଥାଏ। ତ ତାର ପିଲାଟି ଯେତେବେଳେ ପ୍ରାଇମେରୀ ଲର୍ନିଂ ପ୍ରୋସେସ କୋଉଠି ଥାଏ ତା ଫ୍ୟାମିଲିରୁ ଥାଏ। କାରଣ ତା ଫ୍ୟାମିଲି ପ୍ରଥମେ ଛୋଟ ପିଲାଟେ, ତା ଫ୍ୟାମିଲି ତ ବାହାରକୁ ଯାଏନି ନା, ଫ୍ୟାମିଲି ଭିତରୁ ତ ଫ୍ୟାମିଲିରେ ସବୁ ଜାଣିବାକୁ ଚେଷ୍ଟା କରିଥାଏ। ତାପରେ ଆଉ ଗୋଟେ ରହିଲା କଣ ସ୍କୁଲ। ଯେତେବେଳେ ସେ ବଡ ହେଲା ସ୍କୁଲ ଗଲା, ସ୍କୁଲରେ ତାର ଏନଭାୟରନମେଣ୍ଟ ରହିଲା, ସାଙ୍ଗସାଥି, ଟିଚର, କ୍ଲାସ ରୁମ, ସେଠୁ ସେ ଶିଖିଲା। ସେଟା କହିଲା ସ୍କୁଲ ଆଣ୍ଡ ଲର୍ନିଂ ପ୍ରୋସେସ ବୋଲି କୁହାଯାଉଛି। ତ ଏଠି ତମକୁ ଲେଖା ହେଇଛି ଦେଖିପାରିବ ପରିବାର ଓ ଶିକ୍ଷଣ ପ୍ରକ୍ରିୟା କିପରି ହୋଇଥାଏ। ଗୋଟେ ପିଲାଟେ ପରିବାରରୁ କିପରି ଶିଖୁଛି ନା ଗୋଟିଏ ଶିଶୁ ତାର ପ୍ରଥମ ଶିକ୍ଷଣ ଆରମ୍ଭ କରେ ପରିବାର ଓ ପରିବେଶରୁ। ମନେ ରଖିଥିବ ଯୋଉଟା କି ହଉଛି ଫ୍ୟାମିଲି ଆଣ୍ଡ ଏନଭାୟରନମେଣ୍ଟ ରୁ ସିଏ ଶିଖିଥାଏ। ତ ପରିବାରରେ ପିତାମାତା, ଭାଇ ବା ଭଉଣୀ, ଅଜା, ଆଈ ଅନ୍ୟମାନେ ଗହଣରେ ରହିବା ଫଳରେ ସମସ୍ତ କାର୍ଯ୍ୟ ଜାଣିବା ସଙ୍ଗେ ସଙ୍ଗେ ପ୍ରତ୍ୟେକ କାର୍ଯ୍ୟରେ ସହଯୋଗ କରି ସେ କଣ କରିଥାନ୍ତି ନା ଅନେକ ଶିକ୍ଷା ଲାଭ କରିଥାଏ। ତ ସେମାନଙ୍କର ଆଦର୍ଶରେ ଅନୁପ୍ରାଣିତ ହୁଏ ଓ କାର୍ଯ୍ୟଧାରାର ଲକ୍ଷ୍ୟ କରି ନିଜକୁ ଚିହ୍ନେ ଓ ନିଜର କର୍ତ୍ତବ୍ୟ ସମ୍ପାଦନ କରେ। ତ ସିଏ ଯେତେବେଳେ ପିଲାଟି ତା ଫ୍ୟାମିଲିରେ ରହୁଛି ଅନ୍ୟମାନଙ୍କ କାର୍ଯ୍ୟ ଦେଖି ନିଜ କାର୍ଯ୍ୟ ବି କରିବାକୁ ଚେଷ୍ଟା କରେ। ତ ପରିବାରରୁ ଯାହା ଶିକ୍ଷା କରେ ତାହା ହେଉଛି ପ୍ରଥମ ଶିକ୍ଷା। ମନେ ରଖିଥିବ ପ୍ରଥମ ଶିକ୍ଷା ପିଲାଟି, ଏଇ କ୍ୱେଶ୍ଚନ ବାରମ୍ବାର ଆସିଛି, ବହୁତ ଏକ୍ସାମରେ ଆସିଛି। ପ୍ରଥମ ଶିକ୍ଷା କୋଉଠି ଶିଖେ ନା ଯେ ପରିବାର ଆଉ ମା ହେଉଛି ପ୍ରଥମ ଶିକ୍ଷକ। ତ ମନେ ରଖ କିଏ ହଉଛି ତମର ପ୍ରଥମ ଶିକ୍ଷକ? ମା। ତ ମା ସବୁ ଶିଖେଇଥାଏ ତମକୁ ପ୍ରଥମ ଛୋଟ ବେଳାରୁ। ପରିବାରରୁ ଶିକ୍ଷଣର ସୂତ୍ର ପାଏ, ତାହା ଭବିଷ୍ୟତ ଗଢିବାରେ ସାହାଯ୍ୟ କରେ। ଇଏ ହଉଛି ତମ ମନେ ରଖ ପରିବାରରୁ କିପରି ସିଏ ଶିଖିଲା। ହଁ, ତାପରେ ବିଦ୍ୟାଳୟ ଓ ଶିକ୍ଷଣ ପ୍ରକ୍ରିୟା କିପରି ହେଲା। ତାପରେ ପରିବାର ମା ପାଖରୁ ଶିଖିଲା, ତା ଘରର ରିଲେଟିଭସ, ବନ୍ଧୁ କୁଟୁମ୍ବ ପାଖରୁ ଶିଖିଲା, ଭାଇ ଭଉଣୀ, ଅଜା, ଆଈ ସମସ୍ତ ପାଖରୁ ଶିଖିଲା ସେ। ତ ଏ ଜିନିଷଟା ଯୋଉ ଶିଖିଲା ସେଟା ପରିବାରରୁ ଶିଖିଲା। ତ ପ୍ରଥମ କିଏ ନା ପରିବାରରୁ ଶିଖିବ, ଆଉ ପ୍ରଥମ ଶିକ୍ଷକ କିଏ ନା ମା। ତେଣୁ ବିଦ୍ୟାଳୟ କଣ ହେଲା ନା ବିଦ୍ୟାଳୟ ଏକ ସାମାଜିକ ଅନୁଷ୍ଠାନ ଅଟେ। ତ ବିଦ୍ୟାଳୟ କଣ ଅଟେ? ଗୋଟେ ସାମାଜିକ ଅନୁଷ୍ଠାନ। ଏଟା ସେକେଣ୍ଡାରୀ ପ୍ରୋସେସ ଅଫ ଲର୍ନିଂ। ମନେ ରଖିଥିବ ପ୍ରାଇମେରୀ ପ୍ରୋସେସ ଅଫ ଲର୍ନିଂ ଟା ହଉଛି କିଏ? ପରିବାର, ଫ୍ୟାମିଲି, ଆଉ ସେକେଣ୍ଡାରୀ ହଉଛି ବିଦ୍ୟାଳୟ। ଆଉ ବିଦ୍ୟାଳୟରେ ଯୋଉଟା ସାମାଜିକ ପ୍ରକ୍ରିୟା, ବିଦ୍ୟାଳୟରେ ଶିକ୍ଷଣର ସମସ୍ତ ସୁବିଧା ଓ ସୁଯୋଗ ସୃଷ୍ଟି
ହୋଇଥାଏ। ତ ପିଲାଟି ଶିଖେ ଆପଣମାନେ ଯେତେବେଳେ ଟିଚର ହେବେ, ତ ଆପଣମାନଙ୍କୁ ଜାଣିବା ଦରକାର ଯେ ଆପଣ ସେକେଣ୍ଡାରୀ ଅ ପ୍ରୋସେସରେ ପିଲାମାନଙ୍କୁ ଲର୍ଣ୍ଣିଂ କରୁଛନ୍ତି। ତ ସେକେଣ୍ଡାରୀ ପ୍ରୋସେସରେ ବହୁତ ଇମ୍ପୋର୍ଟାଣ୍ଟ ରୋଲ ପ୍ଲେ କରେ ଗୋଟେ ଟିଚରର। ତ ଟିଚର ଯାହା ଶିଖେଇବ ପିଲାଟି ଶିଖିବ ସିଏ। ତ ମନେ ରଖିଥିବେ କଥା। ତାପରେ କଣ ହଉଛି ନା ପ୍ରଥମେ ସେ କଣ ହେଲା ନା ପିଲାଟି ବିଦ୍ୟାଳୟକୁ ଆସି ଅ କଣ କରେ ନା ଅପରିଚିତ ଅ ବେ ମାନେ ପରିବେଶରେ ସେ ଯେହେତୁ ସେ ଫ୍ୟାମିଲି ଏନଭାୟରନମେଣ୍ଟ ଥିଲା ଅପରିଚିତ ପରିବେଶରେ ସେ କଣ କରେ ଅସୁବିଧାର ସମ୍ମୁଖୀନ ହୁଏ। ପ୍ରଥମେ ପିଲାମାନେ ବିଦ୍ୟାଳୟରେ କଣ କରନ୍ତି ନା କନ୍ଦା କଟା କରନ୍ତି। ପ୍ରଥମେ ଦେଖିବ ପ୍ରଥମେ ଯେତେବେଳେ ଯିଏ ସ୍କୁଲ ଯାଉଥିବ ସେ ଭାରି ଜୋରେ କାନ୍ଦିବ। ହଁ, ତାପରେ କଣ କହୁଛି କିନ୍ତୁ ଧୀରେ ଧୀରେ ସେ କଣ କରେ ନା ସେମାନେ ବିଭିନ୍ନ ଅ ଯୋଉଟାକି ହଉଛି ପରିବେଶ ବର୍ଗ ବା ପ୍ରକୃତିର ପିଲାମାନଙ୍କ ସହିତ ସେ କଣ କରୁଛି ନା ପିଲାମାନଙ୍କ ସହିତ ସେ ମିଶି ଚଳିବାରେ କଣ କରେ ନା ସହାୟକ ହୋଇଥାଏ। ସିଏ ଯେତେବେଳେ ତାର ପିଲାମାନେ ସ୍କୁଲ ଯାଉଛନ୍ତି, ସେ କଣ ହୁଏ ନା ପିଲାମାନେ ସେ ତ ପ୍ରଥମେ ତ ଘରେ ଥିଲା। ଘରେ ଥିବା ଫଳରେ ସେ କଣ ହୁଏ ନା ପିଲାମାନଙ୍କ ସହିତ ସେ ଖେଳେ, ବୁଲେ। ହଁ। ତ ଯେତେବେଳେ ସିଏ ନିଜ ଫ୍ୟାମିଲି ଏନଭାୟରନମେଣ୍ଟରେ ତା ମା-ବାପାଙ୍କ ପାଖରେ ରୁହେ। ତ ସେଇ ଜାଗାରେ କଣ ହଉଛି ନା ସିଏ ଯେତେବେଳେ ପ୍ରଥମ ଥର ସିଏ କଣ କରୁଛି ନା ସ୍କୁଲ ଯାଉଛି, ତ ସେତେବେଳେ ସେ କଣ କରୁଛି ନା ନୂଆ ନୂଆ ପିଲାଙ୍କ ସହିତ ମିଶୁଛି, ଗୋଟେ ନୂଆ ଜାଗାକୁ ଗଲା। ତ ସେଇ ଜାଗାରେ ତାକୁ ତା ଭିତରେ ଟିକେ ଭୟ ସୃଷ୍ଟି ହୋଇଥାଏ। ଭୟ କଣ ନା ନୂଆ ଲୋକ କିଏ ମତେ କିଏ ଗାଳି ଦବ କି ମାରିବ କି କଣ ଅସୁବିଧା ହବ। ତ ସେଇ ଚକ୍କରରେ ସେ କାନ୍ଦେ। ପ୍ରଥମ ଥର ପାଇଁ ସେ କଣ କରେ କନ୍ଦା କଟା କରିଥାଏ। ତ ପିଲାମାନେ ମନେ ରଖିଥିବ, ତ ପ୍ରଥମେ ଯେତେବେଳେ ସ୍କୁଲ ଥାଏ ବିଦ୍ୟାଳୟ ଯାଏ ସେ କନ୍ଦା କଟା କରିଥାଏ। କିନ୍ତୁ ଧୀରେ ଧୀରେ ସେମାନେ କଣ କରନ୍ତି ନା ବିଭିନ୍ନ ଅ ଯୋଉ ଆମର ବର୍ଗର ପ୍ରକୃତିର ପିଲା ସହିତ ମିଶି ଚଳିବାରେ ଅଭ୍ୟସ୍ତ ହେଇଯାଇଥାଏ। ଚଳିବାରେ ଅଭ୍ୟସ୍ତ ମାନେ କଣ? ନା ସେମାନେ ଯେତେବେଳେ ପ୍ରଥମ ସ୍କୁଲ ଗଲେ କନ୍ଦା କଟା କଲେ। କିନ୍ତୁ ତାପରେ ସେ କଣ କରେ ନା ତାଙ୍କର ଯେତେବେଳେ ମିଶିଗଲେ, ସାଙ୍ଗସାଥି ହେଲେ, ସାଙ୍ଗରେ ପାଠ ପଢିଲେ, ସାଙ୍ଗରେ ଖେଳିଲେ, ତ ଏଇ ସବୁ ଖେଳକୁଦରେ ସେମାନେ ସାଙ୍ଗ ହେଇଗଲେ। ତ ବିଦ୍ୟାଳୟ ଏକ ଅନୁଷ୍ଠାନ। ଏଠି ଦେଖିପାରିବ ହିସାବରେ ଜଣେ ପ୍ରଧାନ ଶିକ୍ଷକ, ଯୋଉଠି ଆମେ ପ୍ରଧାନ ଶିକ୍ଷକ ବୋଲି କହୁଛନ୍ତି, ହେଲା। ତାପରେ ଜଣେ ଯୋଉ ସହକାରୀ ଶିକ୍ଷକ, କିରାଣୀ, ପିଅନ ଇତ୍ୟାଦି ଥାଆନ୍ତି। ତ ସମସ୍ତଙ୍କ ମିଳିତ ଚେଷ୍ଟାରେ ବିଦ୍ୟାଳୟରେ ବାତାବରଣ ଶିକ୍ଷଣ ପାଇଁ ଅ ଖୋରାକ ଯୋଗାଇଥାଏ ଓ ସମସ୍ତେ ନିଜର ପିଲାମାନଙ୍କ ଶିକ୍ଷଣ ପାଇଁ କର୍ତ୍ତବ୍ୟ ସାଧନ ହୋଇଥାନ୍ତି। ତ ଏଇଭଳିଆ ଭାବରେ ନିଜେମାନେ ଆଗାମୀ ଦିନରେ ଜଣେ ଜଣେ ଟିଚର ହବ। ତେଣୁ ତମମାନଙ୍କର ଦାୟିତ୍ୱବୋଧ କେତେ ଦୂର ଅଛି ତ ଆପଣମାନେ ଏଇଠୁ ଜାଣିପାରୁଥିବେ। ତ ବିଦ୍ୟାଳୟରେ ପିଲାମାନଙ୍କୁ ଆମକୁ ଭଲ ଭାବରେ ତାଙ୍କର ଡେଭଲପମେଣ୍ଟ କରିବାକୁ ପଡିବ। ତ ଇଏ ଥିଲା ତମର କଣ ନା ସୋସିଆଲ ଆକ୍ଟିଭିଟି ମାଧ୍ୟମରେ ଶିଖିବେ। ଦିଟା, ଗୋଟେ ହଉଛି ଫ୍ୟାମିଲି ଆଉ ଗୋଟେ ହଉଛି କଣ ନା ଆପଣଙ୍କର ସେକେଣ୍ଡାରୀ ଯୋଉଟାକି ଆମେ କହୁଛୁ ସ୍କୁଲ, ଏଇ ମାଧ୍ୟମରେ ଶିଖିବା। ତ ଆସନ୍ତୁ ଜାଣିବା ରୁଟ୍ ଲର୍ଣ୍ଣିଂ ବା ମୁଖସ୍ଥକରଣ ଶିକ୍ଷଣ କାହାକୁ କୁହାଯାଏ। ତ ପିଲାମାନେ ଜାଣିଥିବ ଯେ ଆମେ ତାର ଫ୍ୟାକ୍ଟ ନ ଜାଣିକି ଆମେ ଗୋଟେ ଟପିକର ଫ୍ୟାକ୍ଟ ନ ଜାଣିକି ଆମେ ଘୋଷି ଦିଅନ୍ତି ତାକୁ। ଏଜ୍ ୟୁଜୁଆଲ ଯାହା ଅଛି ଘୋଷି ଦିଅନ୍ତି। ସେଟା କୁହାଯାଏ ମୁଖସ୍ଥକରଣ ଶିକ୍ଷଣ। କିନ୍ତୁ ମୁଖସ୍ଥକରଣ ଶିକ୍ଷଣରେ କଣ ହୋଇଥାଏ ନା ସେଠି ତମେ ଜିନିଷଟାକୁ ବୁଝିପାରିବନି। ତ ଯୋଉ ଜିନିଷଟା ବୁଝିଥିବ ବହୁତ ଦିନ ପର୍ଯ୍ୟନ୍ତ ମନେ ରୁହେ। ଯୋଉ ଜିନିଷଟା ବୁଝିବନି ଘୋଷିଦବ ସେଟା ଅଳ୍ପ ଦିନ ପାଇଁ ଆ ମାଇଣ୍ଡରେ ଥାଏ। ଶୀଘ୍ର ଭୁଲି ଯାଆନ୍ତି। ଯାହା ଫଳରେ କଣ ହୁଏ ନା ତମେମାନେ ସେ ଜିନିଷଟାକୁ ବହୁତ ଦିନ ପର୍ଯ୍ୟନ୍ତ ମନେ ରଖିପାରିବନି। ଯାହାଫଳରେ ଏଟା କ୍ଷଣସ୍ଥାୟୀ ହୋଇଥାଏ। ତ କ୍ଲାସ ରୁମ୍ ଲର୍ଣ୍ଣିଂ ଏଟାକୁ ମନେ ରଖିଥାଅ ଯେ ହଉଛି କ୍ଲାସ ରୁମ୍ ଲର୍ଣ୍ଣିଂ 2 ଟାଇପ୍ସ। ଗୋଟେ ହଉଛି କଣ ରୁଟ୍ ଲର୍ଣ୍ଣିଂ ଆଉ ଗୋଟେ ହଉଛି କଣ ନା ମିନିଙ୍ଗଫୁଲ ଲର୍ଣ୍ଣିଂ। ଏଟାକୁ ମନେ ରଖିଥିବ। ଗୋଟେ ହଉଛି କଣ ରୁଟ୍ ଲର୍ଣ୍ଣିଂ ଆଉ ଗୋଟେ ହଉଛି କଣ ନା ମିନିଙ୍ଗଫୁଲ ଲର୍ଣ୍ଣିଂ। ତ ପିଲାମାନେ ପ୍ରଥମେ ଆମେ ଜାଣିବା କଣ ନା କାହା ବିଷୟରେ ନା ରୁଟ୍ ଲର୍ଣ୍ଣିଂ କଣ ଆମେ ଜାଣିବାକୁ ଚେଷ୍ଟା କରିବା। ହେଲା। ତ ରୁଟ୍ ଲର୍ଣ୍ଣିଂ ମାନେ ହଉଛି କଣ ନା ଆମର ମୁଖସ୍ଥକରଣ ଶିକ୍ଷଣ। ଯେଉଁ ପ୍ରୋସେସରେ ପିଲାମାନେ ମେମୋରାଇଜ କରିଥାନ୍ତି ଆଉ ରିପିଟେସନ କରିଥାନ୍ତି। ସେଇଠି ଦେଖିଥିବ ଲେଖା ହେଇଛି ଯେ ଯୋଉଟାକି ରୁଟ୍ ଲର୍ଣ୍ଣିଂ ଇଜ୍ ଦ ପ୍ରୋସେସ ଅଫ୍ ମେମୋରାଇଜିଂ ଇନଫର୍ମେସନ ବେସ୍ଡ ଅନ୍ ଦ ରିପିଟେସନ। ଆମେ ବାରମ୍ବାର ସେଟାକୁ ରିପିଟ କରନ୍ତି। ଯାହାଦ୍ୱାରା ଆମେ କଣ କରନ୍ତି ନା ଆମେ ଜିନିଷଟାକୁ ମେମୋରାଇଜ କରିବାକୁ ଘୋଷିବା ପାଇଁ ଚେଷ୍ଟା କରନ୍ତି। ତ ରୁଟ୍ ଲର୍ଣ୍ଣିଂ ଏନହାନ୍ସେସ୍ ଦ ଷ୍ଟୁଡେଣ୍ଟସ୍ ଏବିଲିଟି ଆଣ୍ଡ ଯୋଉଟାକି ଆମେ କହନ୍ତି କୁଇକ୍ ରିକଲ୍ ଆଉ ବେସିକ୍ ଫ୍ୟାକ୍ଟସ୍ ଆଣ୍ଡ ହେଲ୍ପ ଅସ୍ ଟୁ ଡେଭଲପ ଦ ଫାଉଣ୍ଡେସନାଲ ନଲେଜ ଆଣ୍ଡ ଅଫ୍ ଏ ଟପିକ୍। ତ ଟପିକର ଫାଉଣ୍ଡେସନାଲ ନଲେଜକୁ ଆମେ ଘୋଷି ଦେଇଥାନ୍ତି। ଏକ୍ସାମ୍ପଲ ଅଫ୍ ରୁଟ୍ ଲର୍ଣ୍ଣିଂ ଇନକ୍ଲୁଡିଂ
ମଲ୍ଟିପ୍ଲିକେସନ୍ ଟେବୁଲ୍। ତ ଆମେ ଯେତେବେଳେ ପଣିକିଆ ଘୋଷୁଥିଲେ ଆଗରୁ ଛୋଟବେଳେ ମଲ୍ଟିପ୍ଲିକେସନ୍ ଟେବୁଲ୍ ଘୋଷୁଥିଲେ। ଆଉ ପିରିୟଡିକ୍ ଟେବୁଲ୍ ଆପଣଙ୍କର କେମିଷ୍ଟ୍ରିରେ ଥିବ ଦେଖିବେ। ହଁ। ତ ଏଇ ଯୋଉ ମଲ୍ଟିପ୍ଲିକେସନ୍ ଆଉ ପିରିୟଡିକ୍ ଟେବୁଲକୁ ଯେମିତି ନ ବୁଝି ସୁଝି ଆମେ ଘୋଷି ଚାଲନ୍ତି, ଯାହା ଫଳରେ କଣ ହୁଏ ସେଟା ଅଳ୍ପ ଦିନ ମନେ ରହୁଥିଲା। କିନ୍ତୁ ଏଇ ପ୍ରକ୍ରିୟାଟାକୁ କୁହାଯାଏ ମୁଖସ୍ଥକରଣ ପଦ୍ଧତି ବା ଘୋଷା ପଦ୍ଧତି ବା ତାକୁ କହୁଛନ୍ତି ଆମେ କଣ ରୁଟ୍ ଲର୍ଣ୍ଣିଂ ବୋଲି ଆମେ କହୁଛନ୍ତି। ତ ଆପଣମାନେ ଦେଖିପାରିବେ ଲେଖା ହେଇଛି ମୁଖସ୍ଥକରଣ ଶିକ୍ଷା ଯାନ୍ତ୍ରିକ ଉପାୟ ଶିକ୍ଷା ଅନ୍ତର୍ଗତ। ଯାନ୍ତ୍ରିକ ମାନେ ଆମେ ଗୋଟେ ମେସିନକୁ ଯେମିତି କୁହନ୍ତି ଏଇଟା କର ସେ କରିବ ସେଇଭଳିଆ ଏଟା ଉପାୟଟା କୁହାଯାଏ। ୱିଦାଉଟ୍ ଅଣ୍ଡରଷ୍ଟାଣ୍ଡିଂ ରେ ହେଲା। ତ ଏହି ଶିକ୍ଷାର ବିଷୟବସ୍ତୁ ଗୁଡିକୁ ଯାନ୍ତ୍ରିକ ଉପାୟରେ ମୁଖସ୍ଥ କରାଯାଇ ଶିକ୍ଷା କରାଯାଏ। କମ୍ପ୍ୟୁଟର ଯାହା ଫିଡିଂ କରାହେଇଛି ସେୟା କରିବ, ଏକ୍ସଟ୍ରା କିଛି କରିବନି। ଯାହା କୁହାଯାଇଛି ସେୟା ହିଁ କରିବ। ତ ଏଟା ହଉଛି ମୁଖସ୍ଥକରଣ ପଦ୍ଧତି। ଯାହା ଘୁଷିବ ସେଇଟାକୁ ହିଁ ଆନ୍ସର ଦବ। ଆଉ କିଛି ନୂଆ କରି କହିପାରିବନି। ସେଇଟା ହଉଛି ମୁଖସ୍ଥକରଣ ପଦ୍ଧତିର ହୁଁ ଯାଉଛି। ତ କଣ କୁହାହଉଛି ନା ଏହି ଯୋଉଟା କି ଆମେ କହୁଛନ୍ତି କଣ ନା ଏହି ଶିକ୍ଷଣରେ ସାଧାରଣତଃ ବିଷୟବସ୍ତୁ ନ ବୁଝି ଘୋଷି କରି ଶିକ୍ଷାର୍ଥୀ ମନେ ରଖିଥାନ୍ତି। ମୁଖସ୍ଥ କରି ପ୍ରତ୍ୟେକ ଶବ୍ଦ ଓ ବିଷୟବସ୍ତୁ ମନେ ରଖି ଏହି ଶିକ୍ଷାର ମୁଖ୍ୟ ବୈଶିଷ୍ଟ୍ୟ। ତ ଏହା ଯାନ୍ତ୍ରିକ ଉପାୟ କୁହାଗଲା। ତ ପରୀକ୍ଷାରେ ସ୍ୱାଭାବିକ ଛାତ୍ର ତଥା ମନ୍ଥର ଗତି ଛାତ୍ରମାନେ ମୁଖସ୍ଥ କରି ବିଷୟବସ୍ତୁ ମନେ ପକାଇ ପରୀକ୍ଷାରେ ଲେଖନ୍ତି। ଯୋଉମାନଙ୍କର ନଲେଜ ଭଲ ନାହିଁ, ଯୋଉମାନେ ବୁଝିପାରନ୍ତିନି ଶୀଘ୍ର, ତ ସେମାନେ ଘୋଷା ପଦ୍ଧତିରେ ସେମାନେ କଣ କରନ୍ତି ପାଠ ଗୁଡିକ ଘୋଷିକି ସେ ପରୀକ୍ଷାରେ ଲେଖନ୍ତି। ତ ମୁଖସ୍ଥ କରିଥିବା ପାଠ ଅନେକ ସମୟରେ ମନେ ପଡେ ନାହିଁ। ତେଣୁ ଛାତ୍ରଛାତ୍ରୀ ପରୀକ୍ଷାରେ ଲେଖି ନ ପାରି ହତାଶ ହୁଅନ୍ତି। ତେଣୁ ଏଟାକୁ ମନେ ରଖିଥିବ। ତ ଏଇ ପ୍ରକ୍ରିୟାରେ ପିଲାମାନେ କିଛି ବୁଝିପାରନ୍ତି ନାହିଁ। ଆଉ ଯାହା ଘୋଷିଥାନ୍ତି ସେଇଆକୁ ଲେଖନ୍ତି। ତ ଏଇଟା ହଉଛି ମୁଖସ୍ଥକରଣ ପଦ୍ଧତି ବା ରୁଟ୍ ଲର୍ଣ୍ଣିଂ। ମନେ ରଖ ଏଇ ବାବଦରେ ଯେତେବେଳେ କ୍ୱେଶ୍ଚନ ଆସିବ ଆରାମସେ ଆନ୍ସର କରିପାରିବ। ତାପରେ ଆସିଲା ମିନିଙ୍ଗଫୁଲ ଲର୍ଣ୍ଣିଂ ବା ଅର୍ଥପୂର୍ଣ୍ଣ ଶିକ୍ଷଣ। ଯେଉଁଠି ଆମେ ପାଠଟାକୁ ବୁଝିବା, ବୁଝିକି ଆମେ ମନେ ରଖିବା, ତାପରେ ଯାଇକି ଆମେ ପରୀକ୍ଷାରେ ଲେଖିପାରିବା। ତେଣୁ ପରୀକ୍ଷାରେ ଲେଖିବାକୁ ହେଲେ ତମକୁ ଆଗେ ମିନିଙ୍ଗଫୁଲ ଲର୍ଣ୍ଣିଂଟା କରିବାକୁ ପଡିବ। ମିନିଙ୍ଗଫୁଲ ଲର୍ଣ୍ଣିଂ କଣ? ନା ମିନିଙ୍ଗଫୁଲ ଲର୍ଣ୍ଣିଂ ରେଫର୍ସ ଟୁ ଦ ଆର୍ଟ ଅଫ ହାୟର ଅର୍ଡର ଥିଙ୍କିଙ୍ଗ। ଯୋଉଟା କୁହାଯାଉଛି ହାୟର ଅର୍ଡର ଥିଙ୍କିଙ୍ଗ କୁହାଯାଉଛି and develop through the intellectual engagement that uses pattern of recognition and concept association। ତା ମାନେ ଆମକୁ ତା ପ୍ୟାଟର୍ନ କୁ ବୁଝିବାକୁ ପଡିବ, ଆଉ ତା କନସେପ୍ଟ କୁ ବୁଝିବାକୁ ପଡିବ। ହଁ। ତାପରେ ଯାଇକି ଏଟା ମିନିଙ୍ଗଫୁଲ ହବ। ଇଟ୍ କ୍ୟାନ୍ ବି ଇନକ୍ଲୁଡ, ଏଟା କଣ କହୁଛି ଇଟ୍ କ୍ୟାନ୍ ବି ଇନକ୍ଲୁଡ ବଟ୍ ଇନ୍ ଦ not limited to critical ମାନେ ଏଟା କହୁଛି it can include but is not limited ମାନେ ଏଟା ଲିମିଟେଡ ନୁହେଁ, ଏଟା ବହୁତ ଆଗକୁ ବଢିବ। କଣ ନା କ୍ରିଟିକାଲ ଆଣ୍ଡ କ୍ରିଏଟିଭ ଥିଙ୍କିଙ୍ଗ, ଯୋଉଟା କ୍ରିଟିକାଲ ଆଉ କ୍ରିଏଟିଭ ଥିଙ୍କିଙ୍ଗ ବୁଝଉଛି ନୂଆ କରି କିଛି ଦେଖେଇବାର ହେଲା। ଯୋଉ ସାଇଣ୍ଟିଷ୍ଟ ମାନଙ୍କର କ୍ରିଏଟିଭିଟି ଥାଏ, ଇଞ୍ଜିନିୟର ମାନେ କ୍ରିଏଟିଭିଟି ଥାଏ ନୂଆ କିଛି ଇନଭେନସନ କରିବାକୁ। ତ ଇନକ୍ୱାରି, ପ୍ରୋବ୍ଲେମ ସଲଭିଂ, କ୍ରିଟିକାଲ ଡିସ୍କ୍ଲୋଜର, ମେଟାକଗ୍ନିଟିଭ ସ୍କିଲ୍ସ, ଏ ସବୁ ଗୁଡାକ ବୁଝଉଛି କାହା ଦେହରେ ନା ମିନିଙ୍ଗଫୁଲ ଲର୍ଣ୍ଣିଂ ରେ। The concept and the theory meaningful learning is that a learn information is completely understood, ଯୋଉଟା କି ପୁରା ବୁଝିବ and can now be used to make the connection with the other previously known knowledge and adding further the understanding। ତା ମାନେ ଫର୍ଦର ଆଉ କିଛି ଜିନିଷ ବୁଝିବାକୁ ଚାହିଁବ ତ ଏଇ ପୂର୍ବରେ ବୁଝିଥିବା ଫ୍ୟାକ୍ଟ କୁ ତାକୁ ଲିଙ୍କ ଅପ୍ କରିବ। ତ ଇଏ ସବୁ ହଉଛି ମିନିଙ୍ଗଫୁଲ ଲର୍ଣ୍ଣିଂ କୁ ବୁଝାଉ, ଯୋଉଠି ଅର୍ଥପୂର୍ଣ୍ଣ, ଯୋଉଠି ପାଠଟାକୁ ଆମେ ବୁଝିକି ହିଁ ଆମେ ଆଗକୁ ବଢନ୍ତି, ଘୋଷନ୍ତିନି, ବୁଝିକି ଆଗକୁ ବଢନ୍ତି ମିନିଙ୍ଗଫୁଲ ଲର୍ଣ୍ଣିଂ ବୋଲି କୁହାଯାଉଛି। ତ ଅର୍ଥପୂର୍ଣ୍ଣ ଭାବେ ଶିକ୍ଷଣ କଣ ନା ଶିକ୍ଷାର୍ଥୀମାନେ ସମାଜରେ ସ୍ୱାଭାବିକ ସାମର୍ଥ୍ୟକୁ ସୁସଂଗଠିତ କରି ନିଜର ଜ୍ଞାନକୁ ପରିବର୍ତ୍ତିତ କରିବାକୁ ଚେଷ୍ଟା କରିଥାନ୍ତି। ଏହା ଛଡା ଚାରିପାଖରେ ଥିବା ଭୌତିକ ଓ ସାମାଜିକ ପରିବେଶ ହାତରେ ଥିବା କାର୍ଯ୍ୟଭାର ସହ ସମ୍ପର୍କ ରକ୍ଷା କରି ନିଜର ଶକ୍ତି ବିକାଶ କରିଥାନ୍ତି। ତ ପୂର୍ବ ଉପ ଏକକ ଗୁଡିକ ପିଲାମାନେ ଶିଖିବାର କେତେ ଗୁଡିକ ବିଭିନ୍ନ ପ୍ରକାର ପ୍ରୋସେସ ଥାଏ, ପିଲାମାନେ ଶିଖନ୍ତି। ହଁ। ତ ଏହା କୁହାଯାଏ ଅର୍ଥପୂର୍ଣ୍ଣ। ତ ଅର୍ଥ ପ୍ରସ୍ତୁତି ଶିକ୍ଷଣ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଶିକ୍ଷଣ ଉପରେ ଗୁରୁତ୍ୱ ଦେଇଥାଏ। କାରଣ ଭବିଷ୍ୟତରେ ଯାହା ଶିଖିଥିବ, ଅତୀତରେ ଯାହା ଶିଖିଥିବ ବର୍ତ୍ତମାନ କାମରେ ଆସିବ, ବର୍ତ୍ତମାନରେ ଯୋଉଟା ହବ ଭବିଷ୍ୟତରେ କାମରେ ଆସିବ। ତ ଏଇ ଶିକ୍ଷଣ ସମୟରେ ଛାତ୍ରଛାତ୍ରୀ ମାନେ ପରିବେଶ ସହ କ୍ରିୟା ପ୍ରତିକ୍ରିୟା କରି ଜ୍ଞାନ ସଂରଚନା ଭାବ ନିଅନ୍ତି। ତ ତାଙ୍କ ଭିତରେ ଯୋଉ ଆମର ସୋସାଇଟି ଦୃଷ୍ଟିରୁ, ଏନଭାରମେଣ୍ଟ, ଫ୍ୟାମିଲି ଦୃଷ୍ଟିରୁ ସେମାନେ ବହୁତ କିଛି ଜିନିଷ ବୁଝି ସୁଝିକି ଜିନିଷ ଶିଖିକି ଆଗକୁ ବଢିଥାନ୍ତି। ତ ପୁରୁଣା ଆଉ ନୂଆ ଜ୍ଞାନ ବିଷୟରେ ଚିନ୍ତା କରି ନୂଆ କଥା ସବୁ ଶିଖନ୍ତି। ତେଣୁ ଶିକ୍ଷଣ ପ୍ରକ୍ରିୟାରେ ସଂଗଠିତ ହେଉଥିବା ସମୟରେ ପିଲାଟି ଶିଖିଥାଏ କିମ୍ବା ଶିକ୍ଷଣ ପୁନଃ ସଂଗଠିତ ହୋଇଥାଏ କିମ୍ବା ଏହି ପ୍ରସଙ୍ଗକୁ କିଛି ନ ଶିଖିବା ମଧ୍ୟ ସମ୍ଭାବନା ଥାଏ। ତ ମାତ୍ର ପିଲାଟି ନୂଆ କଥା ଶିଖିବା ପାଇଁ ଅନ୍ୟମାନଙ୍କ ସହ ସମ୍ମିଳିତ ଭାବେ ପ୍ରୟାସ ଚାଲୁ ରଖିଥାଏ। ତ ଅର୍ଥ ପ୍ରସ୍ତୁତି ଶିକ୍ଷଣ ତତ୍ତ୍ୱ ଜ୍ଞାନ ସଂରଚନା ତତ୍ତ୍ୱର ପ୍ରଥମ ଦାର୍ଶନିକ ହେଉଛନ୍ତି, ମନେ ରଖ, ହଁ,
ତ ମନେ ରଖ ଯୋଉ ଅର୍ଥପୂର୍ଣ୍ଣ ଶିକ୍ଷଣର ମିନିଙ୍ଗଫୁଲ ଲର୍ଣ୍ଣିଂର ପ୍ରଥମ ଦାର୍ଶନିକ ଏଇ କ୍ୱେଶ୍ଚେନ ବି ବାରମ୍ବାର ଆସେ। ଆ ଜିଆମ୍ ଟିଷ୍ଟୋଭିକୋ ମନେ ରଖିଥିବ ଜିଆମ୍ ଟିଷ୍ଟୋଭିକୋ ଯିଏକି 1910 ମସିହାରେ କହିଥିଲେ ଜଣେ କିଛି ଜାଣିବ ଯେତେବେଳେ ସେ ଏହାକୁ ବ୍ୟାଖ୍ୟା କରିବ ଯେତେବେଳେ ତାକୁ ମାନେ ଏକ୍ସପ୍ଲେନ କରିପାରିବ ସେତେବେଳେ ସିଏ ସବୁ କିଛି ଜାଣିଥାଏ। ତ ୱାନ୍ କ୍ୟାନ୍ ଓନ୍ଲି ନୋ ସମଥିଙ୍ଗ ଇଫ୍ ୱାନ୍ କ୍ୟାନ୍ ଏକ୍ସପ୍ଲେନ ଇଟ୍। ତ ସେ କଣ କହୁଛନ୍ତି ନା ୱାନ୍ କ୍ୟାନ୍ ଓନ୍ଲି ନୋ ସମଥିଙ୍ଗ ଇଫ୍ ୱାନ୍ କ୍ୟାନ୍ ଏକ୍ସପ୍ଲେନ ଇଟ୍। ଯଦି ଜଣେ ଜାଣିଥିବ ଯେ ଏକ୍ସପ୍ଲେନ କେତେବେଳେ କରୁଛି ନା ଜଣେ ସବୁ କିଛି ଜାଣିଥିଲେ ଏକ୍ସପ୍ଲେନ କରିବ। ନ ଜାଣିଥିଲେ କିପରି ଏକ୍ସପ୍ଲେନ କରିବ? ନ ବୁଝିଥିଲେ କିପରି? ତ ଅର୍ଥପୂର୍ଣ୍ଣ ଶିକ୍ଷଣ ଜଣେ ବୁଝି ଯାଇଥାଏ ସେଥିପାଇଁ ସବୁ କିଛି ଏକ୍ସପ୍ଲେନ କରିଦିଏ। ତ ଜିଆମ୍ ଟିଷ୍ଟୋଭିକୋ ମନେ ରଖିଥିବ ସିଏ 1910 ମସିହାରେ ଏ ଷ୍ଟେଟମେଣ୍ଟ ଦେଇଥିଲେ। ଏ ଷ୍ଟେଟମେଣ୍ଟ ବେସରେ ବି କ୍ୱେଶ୍ଚନ ଆସୁଛି ତ ମନେ ରଖିବା ଦରକାର। ତ ଅର୍ଥପୂର୍ଣ୍ଣ ଶିକ୍ଷଣରେ ନିମ୍ନଲିଖିତ ବିଷୟବସ୍ତୁ ଗୁଡ଼ିକୁ ଗୁରୁତ୍ୱ ଦିଆଯାଇଥାଏ ତ ଏଇଟା ମନେ ରଖିଥିବ। ପ୍ରଥମେ ହଉଛି ଇନକ୍ୱାରି ତଥ୍ୟ ସଂଗ୍ରହ। ତ ଆମେ ଯେତେବେଳେ କୌଣସି ଜିନିଷକୁ ବୁଝିବା ତ ତାର ତଥ୍ୟକୁ ସଂଗ୍ରହ କରିବାକୁ ପଡିବ ନା। ତ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶ୍ନ ପଚାରିବା ତଥ୍ୟ ସଂଗ୍ରହ କରିବାକୁ ଉତ୍ସାହିତ କରିବା। ତ ତମେ ତ ଆଗାମୀ ଦିନରେ ଟିଚର ହବ ଅର୍ଥପୂର୍ଣ୍ଣ ଭାବରେ ବା ଆମର କୁହାଯାଉଛି କଣ ମିନିଙ୍ଗଫୁଲ ଲର୍ଣ୍ଣିଂ ମାଧ୍ୟମରେ ଶିଖେଇବ ତ ପିଲାମାନଙ୍କୁ କହିବ ନା ଇନକ୍ୱାରି କର ପିଲାମାନେ ତଥ୍ୟ ସଂଗ୍ରହ କର ଯେକୌଣସି ବିଷୟ ପଢଉଛ। ତାପରେ ତମେ କଣ କରିବ ନା ବହୁବିଧ ବୁଦ୍ଧିର ବ୍ୟବହାର ମଲ୍ଟିପୁଲ ଇଣ୍ଟେଲିଜେନ୍ସ ର ବ୍ୟବହାର କରିବ। ପିଲାମାନଙ୍କର ଯୋଉ ବୁଦ୍ଧି ଅଛି ତାକୁ ବ୍ୟବହାର କରିବାକୁ କହିବ। ପ୍ରୋବ୍ଲେମ ସଲଭିଂ କ୍ୱେଶ୍ଚେନ୍ସ ଦବ ଟପିକ ଦବ ପ୍ରୋଜେକ୍ଟ ଦବ ପ୍ରକଳ୍ପ ମାଧ୍ୟମରେ ପିଲାମାନଙ୍କୁ ମଲ୍ଟିପୁଲ ଇଣ୍ଟେଲିଜେନ୍ସ ର ତାଙ୍କର ୟୁଜ କରିବ। ତ ଶିକ୍ଷଣ ବିଷୟବସ୍ତୁ ବହୁବିଧ ଭାବରେ ବ୍ୟାଖ୍ୟା କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ଏହା ସବୁ ଶିକ୍ଷଣ ସମ୍ପର୍କିତ ଛାତ୍ରମାନଙ୍କ ମତ ଧାରଣାକୁ ବିଭିନ୍ନ ଦୃଷ୍ଟିରୁ ବିଶ୍ଳେଷଣ କରି ବା ସୁଯୋଗ ପାଇଥାନ୍ତି। ତ ଯାହା ଦ୍ୱାରା ସେ ମଲ୍ଟିପୁଲ ଇଣ୍ଟେଲିଜେନ୍ସ ଦ୍ୱାରା ଜିନିଷଟାକୁ ବିଶ୍ଳେଷଣ କରିଥାନ୍ତି। ତାପରେ ଆସିଲା ସମ୍ମିଳିତ ଶିକ୍ଷଣ ବା କୋଲାବୋରେଟିଭ ଲର୍ଣ୍ଣିଂ। ଯେତେବେଳେ ସାଙ୍ଗସାଥି ମିଶିକି ପଢୁଛ ପ୍ରୋଜେକ୍ଟ ୱାର୍କ କରୁଛ ସାଙ୍ଗ 5 ଜଣ ମିଶିକି ଗୋଟେ ପ୍ରୋଜେକ୍ଟ କଲ ତ ସାଙ୍ଗ ନିଜ ନିଜର ଅ ଜ୍ଞାନ ଦୃଷ୍ଟିରୁ ବା ନିଜ ନିଜ ମତ ଦୃଷ୍ଟିରୁ ପ୍ରୋଜେକ୍ଟ ବନେଇଲ। ତ ମିଳିତ ଭାବରେ ସମ୍ମିଳିତ ଭାବରେ ମନେଇଲ ତାକୁ କୋଲାବୋରେଟିଭ ଲର୍ଣ୍ଣିଂ କୁହାଯାଏ। ତ ଛାତ୍ରମାନେ ଦଳ କାମ କରି ଦଳଗତ ଭାବରେ ସେମାନେ ଅଭିଜ୍ଞତା ବିନିମୟ କରି ନିଜ ନିଜ ପରସ୍ପରର ଅଭିଜ୍ଞତାକୁ ବିନିମୟ କଲେ। ଇଏ ତା ଅଭିଜ୍ଞତାକୁ କହିଲା ସିଏ ତାକୁ ବ୍ୟବହାର କଲା ତା ଅଭିଜ୍ଞତାକୁ ଇଏ ବ୍ୟବହାର କଲା। ତ ଏ ମାଧ୍ୟମରେ ସମ୍ମିଳିତ ଶିକ୍ଷଣ କୁହାଯାଏ। ପାଇଁ ସୁଯୋଗ ପାଇଥାନ୍ତି ଯାହାଦ୍ୱାରା ଅଣ୍ଡରଷ୍ଟାଣ୍ଡିଂ ଟା ବଢିବ। ଅଣ୍ଡରଷ୍ଟାଣ୍ଡିଂ ବଢିଲା ମାନେ ଏଟା ମିନିଙ୍ଗଫୁଲ ଲର୍ଣ୍ଣିଂ ହେଲା। ତ ଶିକ୍ଷଣ ଫଳାଫଳ ବିଷୟରେ ଶିକ୍ଷକ ସାଙ୍ଗସାଥି ମାନେ ସହ ଆଲୋଚନା କରନ୍ତି ଓ ପ୍ରତ୍ୟେକ ନିଜ ନିଜ ଢଙ୍ଗରେ ଶିଖିବାକୁ ସୁଯୋଗ ପାଇଥାନ୍ତି। ତ ଏଇଟା କୁହାଯାଉଛି। ତ ଅର୍ଥପୂର୍ଣ୍ଣ ଶିକ୍ଷଣ ର ବିଭିନ୍ନ ସୋପାନ ଅଛି। ତ ମନେ ରଖିଥିବ 5ଟା ଇ 5 ଇ ମଡେଲ କୁହାଯାଏ। 5 ଇ ମଡେଲ ପ୍ରୋସେସ ରେ ପିଲାମାନଙ୍କୁ ଆମେ ପଢଉଛନ୍ତି ଅର୍ଥପୂର୍ଣ୍ଣ ଶିକ୍ଷଣ ମାଧ୍ୟମରେ। ପ୍ରଥମେ ହଉଛି କଣ ନିଯୁକ୍ତି ଏନଗେଜମେଣ୍ଟ ଯୋଉଠି ପିଲାଙ୍କୁ ଆଗେ ଆମେ ଏନଗେଜ କରିବା ପାଠ ପଢାରେ କଣ ନା ଛାତ୍ର ବିଭିନ୍ନ କାର୍ଯ୍ୟରେ ସମ୍ପୃକ୍ତ ହୋଇ ଏକ ବୈଶିଷ୍ଟ୍ୟ ପର୍ଯ୍ୟବେକ୍ଷଣ କରନ୍ତି ଅତୀତ ଅନୁଭୂତି ନୂଆ ସହ ଯୋଡନ୍ତି ଓ ପ୍ରଶ୍ନ ପଚାରି ସମସ୍ୟାର ସଂଜ୍ଞା ନିରୂପଣ କରନ୍ତି। ତ ଏଇ ମାଧ୍ୟମରେ ପିଲାମାନଙ୍କୁ ପଢେଇବା। ତାପରେ ଆସିଲା ତନ୍ନତନ୍ନ ପରୀକ୍ଷା କରିବା ଏକ୍ସପ୍ଲୋରିଂ ଯୋଉଟା କୁହାଯାଏ ଏନଗେଜମେଣ୍ଟ ପରେ ଏକ୍ସପ୍ଲୋରିଂ ଆଇଲା। ତ ଏହି ସୋପାନରେ ଛାତ୍ରଛାତ୍ରୀ ମାନେ ସମସ୍ୟା ସହ ସିଧାସଳଖ ସମ୍ପୃକ୍ତ ହୁଅନ୍ତି। ମନେ ରଖିଥିବ ତ ସମସ୍ୟା ସମାଧାନ ପାଇଁ ଉପଯୁକ୍ତ ସମ୍ବଳ ଚୟନ କରନ୍ତି। ତ ଯୋଉ ସମ୍ବଳଟା ଯୋଉ ସମାଧାନ ପାଇଁ ଉଚିତ ତାକୁ ଚୟନ କରିବେ ରିସୋର୍ସେସ୍। ତ ଦଳରେ ଆଲୋଚନା କରି ନିଜ ନିଜ ଭିତରେ ଥିବା ସମସ୍ୟାର ସମର୍ଜିତ ଧାରଣାକୁ ପରସ୍ପର ମଧ୍ୟରେ ବିନିମୟ କରନ୍ତି ଓ ସମସ୍ୟା ସମାଧାନ କରିବା ସେଇ ବାଟ ଗୁଡିକୁ ଅନୁଧ୍ୟାନ କରି ଦର୍ଶାନ୍ତି। ତ ଏହିପରି କରିବା ଦ୍ଵାରା ସେମାନେ ଆ ଜ୍ଞାନ ସଂରଚନା କରିଥାନ୍ତି। ତ ଏଇ ଦ୍ଵାରା ଜ୍ଞାନ ସଂରଚନା ହୋଇଥାଏ। ତ ଏଟା ଗଲା କଣ ଏକ୍ସପ୍ଲୋରିଂ। ତାପରେ ଆସିଲା ବର୍ଣ୍ଣନା ଏକ୍ସପ୍ଲେନିଂ ବର୍ଣ୍ଣନା କରିବେ ଯାହାକୁ ବୁଝିବେ ତାକୁ ପୁଣି ବର୍ଣ୍ଣନା କରିବେ। ତ ଏଇ ପର୍ଯ୍ୟାୟରେ ଶିକ୍ଷା ଦେବେ ମାନେ ଶିକ୍ଷକ ସାଙ୍ଗସାଥି ଓ ନିଜ ମନରେ ଉଠୁଥିବା ପ୍ରଶ୍ନ ଗୁଡିକ ସହ ସମ୍ପୃକ୍ତ ହୁଅନ୍ତି। ଏହା ଦ୍ୱାରା ସେମାନଙ୍କ ମଧ୍ୟରେ ଅମୂର୍ତ୍ତ ଧାରଣା ଗୁଡିକୁ ଆବଷ୍ଟ୍ରାକ୍ଟ ଥିଙ୍କିଂ ଯୋଉଟା କୁହାଯାଏ। ହଁ ତ ଏକାଠି କରିବା ଶିଖନ୍ତି ଏବଂ ଏହାର ଫଳାଫଳ ଶ୍ରେଣୀରେ ଅନ୍ୟ ପିଲାମାନଙ୍କ ସହ ଆଲୋଚନା କରନ୍ତି। ଆଲୋଚନା କରି ପାଠ ପଢନ୍ତି ଡିସ୍କସନ କୁହାଯାଏ ଯେତେବେଳେ ଏକ୍ସପ୍ଲେନ କୁହାଯାଏ ହେଲା। ତ ଏଇ ମାଧ୍ୟମରେ ପିଲାମାନେ ବି ପାଠ ପଢିଥାନ୍ତି। ତାପରେ ଗଲା ତାପରେ ଆଉ ଗୋଟେ ଇଏ ଆଇଲା କଣ ଏଲାବୋରେସନ ବ୍ୟାଖ୍ୟାକରଣ ଜିନିଷଟାକୁ ଏକ୍ସପ୍ଲେନ କଲେ ତାପରେ ବ୍ୟାଖ୍ୟା କରାହବ। ଏଇ ପର୍ଯ୍ୟାୟରେ ଶିକ୍ଷା ଧାରଣା ସମ୍ବନ୍ଧର ପୂର୍ଣ୍ଣ ଅବଗତ ଏଇ ଜାଗାରେ ପୂର୍ଣ୍ଣ ଅବଗତ ହେଇଥିବ କିନ୍ତୁ ସେ ଏକ୍ସପ୍ଲେନ ଜାଗାରେ ପୂର୍ଣ୍ଣ ଅବଗତ ହେଇନଥିଲେ। ତ ଏହାକୁ ବଢାଇବା କାର୍ଯ୍ୟ ଆରମ୍ଭ କରିଥାଏ। ଏହା ସହ ତାର ଧାରଣାକୁ ନୂଆ କରି ଶିଖିବା ଆ ଯୋଉଟା କି ଆମେ କହୁଛନ୍ତି କଣ ଧାରଣା ଓ ଅନ୍ୟ ସମ୍ବନ୍ଧିତ ଯୋଉଟା କି କହୁଛନ୍ତି କଣ ଧାରଣାକୁ ବାସ୍ତବ ଜୀବନ ସହ ଯୋଡିଥାଏ। ତ ଏଇଟା କୁହାଯାଏ ଏଲାବୋରେସନ। ତାପରେ ହେଲା ଇଭାଲୁଏସନ ମୂଲ୍ୟାୟନ କୁହାଯାଏ ଲାଷ୍ଟକୁ। ତ ମୂଲ୍ୟାୟନ ମାଧ୍ୟମରେ ପିଲା କେତେ ବୁଝିଲା କଣ କଲା ଆମେ ଜାଣିପାରିବା। ତ ଧାରଣାକୁ ବୁଝିବା ଆହରଣ କରିବା କି ନାହିଁ ଶିକ୍ଷକ ଜାଣିପାରନ୍ତି। ଏହି ମୂଲ୍ୟାୟନ ପାଇଁ ପ୍ରଶ୍ନ ପର୍ଯ୍ୟବେକ୍ଷଣ ଆଲୋଚନା ନ୍ୟସ୍ତ କାର୍ଯ୍ୟ ଓ ଅନ୍ୟାନ୍ୟ କାର୍ଯ୍ୟ ସାହାଯ୍ୟରେ ନିଅନ୍ତି। ତ ମନେ ରଖିଥିବ ମୂଲ୍ୟାୟନ ବହୁତ ବଡ ରୋଲ ପ୍ଲେ କରେ ଯୋଉଟା କି ଆମର ଅର୍ଥପୂର୍ଣ୍ଣ ଶିକ୍ଷଣରେ।
ମନେ ରଖିବ। ଅର୍ଥ ପ୍ରସ୍ତୁତି ଶିକ୍ଷଣ ଶିକ୍ଷକ ଭୂମିକା ରହିଛି। ଏଠି ପିଲାମାନେ ନିଜେ ପଢି ଦେଇକି ବୁଝିପାରିବେ ଆରାମସେ। ଏଠି ଦିଆଯାଇଛି। ତ ଏଟାକୁ ନିଜେ ପଢିଦବ। ତ ତମେ ପଢିକି ଆରାମସେ ବୁଝିପାରିବ। ଏଠି ଲେଖା ହେଇଛି ସରଳରେ। ଏଟା ବୁଝିନବ ହେଲା। ତାପରେ ଆମେ ଏ କଥାରୁ ଏତିକି ଜାଣିଲେ ତ 5E ମଡେଲ ଉପରେ ବି କ୍ୱେଶ୍ଚିନ୍ ଆସେ ପ୍ରାୟ ବେଳେ ତମେମାନେ କ୍ୱେଶ୍ଚିନ୍ ଦେଖିବ। ତ ପ୍ରଥମେ ସିରିଏଲି ବି ପଚାରିବ କଣ ନା କାହାକୁ ଗୋଟେ ଅପସନ ଦେଇକି ପଚାରିବ ଏଟା କାହାକୁ ବୁଝଉଛି, ଏଲାବୋରେସନ କୁ ବୁଝଉଛି, କି ଇଭାଲୁଏସନ ବୁଝଉଛି, କି ଏକ୍ସପ୍ଲେନ କୁ ବୁଝଉଛି, କି ଏନଗେଜମେଣ୍ଟ କୁ ବୁଝଉଛି, କାହାକୁ ବୁଝଉଛି ତମମାନେ ଏଟା ଜାଣିବା ଦରକାର ହେଲା। ବାସ୍। ତ ଆମେ ନେକ୍ସଟ ଜାଣିବା କଣ ନା ହାଉ ଡୁ ଚାଇଲ୍ଡ ଲର୍ନ ପିଲାମାନେ କିପରି ଶିଖନ୍ତି ଏଟାକୁ ଜାଣିବା ଦରକାର। ଏଠୁ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଆସେ। ସେଟା ମନେ ରଖିଥିବ। ତ ଚାଇଲ୍ଡ ଲର୍ନ ଇନ୍ 5 ୱେ 5ଟା ୱେରେ ଜାଣନ୍ତୁ। ଗୋଟେ ହଉଛି ଅବଜର୍ଭେସନରୁ, ଗୋଟେ ହଉଛି ଇମିଟେସନରୁ, ଗୋଟେ ହଉଛି ଟ୍ରାଏଲ ଏରରରୁ, ଗୋଟେ ହଉଛି ଏକ୍ସପେରିମେଣ୍ଟରୁ, ଆଉ ଗୋଟେ ହଉଛି ଏକ୍ସପିରିଏନ୍ସରୁ। କଣ ନା ଅବଜର୍ଭେସନକୁ ଆମେ କହୁଛନ୍ତି ପର୍ଯ୍ୟବେକ୍ଷଣ ମାଧ୍ୟମରେ, ଇମିଟେସନକୁ କହୁଛୁ ଅନୁକରଣ ମାଧ୍ୟମରେ, ଟ୍ରାଏଲ ଏରର ହଉଛି ପ୍ରଯତ୍ନ ପ୍ରମାଦ ମାଧ୍ୟମରେ। ଏଟା ମୁଁ ପଢେଇଛି ତମକୁ ଥିଓରି ପୂର୍ବରୁ ହେଲା। ତାପରେ ଏକ୍ସପେରିମେଣ୍ଟେସନ ହଉଛି ପରୀକ୍ଷଣ ମାଧ୍ୟମରେ, ଆଉ ଗୋଟେ ହଉଛି ଏକ୍ସପିରିଏନ୍ସ ହଉଛି ଅନୁଭୂତି ଏକ୍ସପିରିଏନ୍ସ ବା ପରସେପସନ କହୁଛନ୍ତି ଅନୁଭୂତି ମାଧ୍ୟମରେ। ତ ଏହାକୁ ଗୋଟେ ଗୋଟେ କରି ଆମେ ବୁଝିବା ହେଲା। ତ ପ୍ରଥମେ କଣ କହୁଛି ନା ଆମେ ପ୍ରଥମେ ଜାଣିବା ଅବଜର୍ଭେସନ କାହାକୁ କୁହାଗଲା ବା ପର୍ଯ୍ୟବେକ୍ଷଣ ମାଧ୍ୟମରେ। ତ ଏଠି କଣ କହୁଛି ନା ଏ ଚାଇଲ୍ଡ ଅବଜର୍ଭ ଡାଇରେକ୍ଟଲି ଫ୍ରମ ହିଜ ଏନଭାରମେଣ୍ଟ। ତା ଏନଭାରମେଣ୍ଟରେ ଯାହା ଘଟୁଛି, ତା ସମାଜରେ ଯାହା ଘଟୁଛି ସେ ଡାଇରେକ୍ଟ ଦେଖୁଛି, ଦେଖିକି ତାକୁ ଶିଖୁଛି। ତାପରେ କଣ କହୁଛି ନା ଏ ଚାଇଲ୍ଡ କଲେକ୍ଟ ମେନି ଏଭିଡେନ୍ସ ରିଗାର୍ଡିଂ ଦ ସରାଉଣ୍ଡିଂ ଥ୍ରୋ ଦ ଡାଇରେକ୍ଟ ଅବଜର୍ଭେସନ। ଯାହା ସମାଜରେ ଘଟୁଛି ପିଲାକୁ କୁହାଗଲା ଯେ ଆମର ଗୋଟେ ଲୁହାରେ କଳଙ୍କି ଲାଗିଲା। ତ ସିଏ ଦେଖୁଛି ଏନଭାୟରନମେଣ୍ଟରେ ରହୁଛି, ପାଣି ଖରା ଖାଉଛି, ୱେଦରିଂ ଇମ୍ପାକ୍ଟ ପଡୁଛି ଯାହା ଫଳରେ ସିଏ କଳିଙ୍ଗ ଲାଗିଯାଉଛି। ତ ଏଇଟା ଗୋଟେ ଡାଇରେକ୍ଟ ଅବଜର୍ଭେସନ କୁହାଯାଉଛି। ଯୋଉଟା ଘଟଣାଟି ଡାଇରେକ୍ଟ ଘଟୁଛି, ସିଏ ଦେଖୁଛି ନିଜ ଆଖିରେ, ଯାହା ଦ୍ୱାରା ସେ ଶିଖୁଛି। ତାପରେ ହେଲା ୟାର ମନେ ରଖିଥିବ ୟାର ଯୋଉ ଅବଜର୍ଭେସନ ଥିଓରିର ଜନକ କିଏ ନା ଆଲବର୍ଟ ବାନ୍ଦୁରା, ଯୋଉଟା ବୋବୋଡଲ ଏକ୍ସପିରିଏନ୍ସ କରିଥିଲେ। ଆଉ ଗୋଟେ ହଉଛି ୱାଲ୍ଟର ସାଇକୋଲୋଜିଷ୍ଟ ରେଫର୍ସ ଟୁ ଦ ଅବଜର୍ଭେସନ ଥିଓରି କହୁଛି। ଆଲବର୍ଟ ବାନ୍ଦୁରା ଯୋଉ ବୋବୋଡଲ ଦେଇଥିଲେ ମନେ ରଖିଥିବ। ଅବଜର୍ଭେସନାଲ ମାନେ ସାଇକୋଲୋଜିଷ୍ଟ କିଏ ନା ଆଲବର୍ଟ ବାନ୍ଦୁରା। ମନେ ରଖିଥିବ ବୋବୋଟଲ ଏକ୍ସପିରିଏନ୍ସ କିଏ ଏକ୍ସପେରିମେଣ୍ଟ କିଏ ଦେଇଥିଲେ ନା ଆଲବର୍ଟ ବାନ୍ଦୁରା। ତ ସେଥିରେ ବି ସେ କହିଥିଲେ ଗୋଟେ ଦି ଭାଗରେ ବିଭକ୍ତ କରିଥିଲେ ଗୋଟେ ପିଲା। ଗୋଟେ ହଉଛି ନର୍ମାଲ ବା ବହୁତ ଶାନ୍ତ ପିଲାଙ୍କ ଗ୍ରୁପ ଥିଲା, ଆଉ ଗୋଟେ ହଉଛି ବହୁତ ବଦମାସ ଚଗଲା ପିଲାଙ୍କର ଗ୍ରୁପ ଥିଲା। ତ ଗୋଟେ ପିଲାକୁ ନିଆଗଲା ଶାନ୍ତ ପିଲାଙ୍କ ମଧ୍ୟରେ। ସେ ଦେଖିଲା ଶାନ୍ତ ପିଲାମାନେ ସବୁ ଶାନ୍ତ ପରିବେଶରେ ଆକ୍ଟିଭିଟି କରୁଛନ୍ତି। ତ ସେ ସେଠି ଦେଖିଲା ସେ ଶାନ୍ତ ଭାବରେ ଆକ୍ଟିଭିଟି କଲା। ଯେତେବେଳେ ସେ ଗଲା ବଦମାସ ପିଲାଙ୍କ ଗ୍ରୁପକୁ ଗଲା, ସେଠି ପିଲାମାନେ ଗୋଟେ ଡଲ୍ ଧରିକି ସେ ଡଲକୁ ମାରୁଛନ୍ତି, ଡଲକୁ ଫିଙ୍ଗୁଛନ୍ତି, ଏଇଭଳିଆ କରୁଛନ୍ତି। ତା ପରବର୍ତ୍ତୀ ମୁହୂର୍ତ୍ତରେ ଶାନ୍ତ ପିଲାଙ୍କ ପାଖକୁ ନେଇ ଆସିଲେ। ସେ ସେଠି ବି ସେଇ ଡଲକୁ ଦେଖିଲା ପଡିଛି, ତାକୁ ବି ସେଇ ଆକ୍ଟିଭିଟି କଲା, ଉଠେଇ ମାଇଲା ସେ ଡଲକୁ, ତାପରେ ଉଠେଇକି ଫିଙ୍ଗିଦେଲା, ଏଇଭଳିଆ ମାନେ ଚଗଲା ଆକ୍ଟିଭିଟି କଲା। ତ ଏ ମଧ୍ୟରୁ ଆମେ ଜାଣିଛନ୍ତି ଅବଜର୍ଭେସନ ମାଧ୍ୟମରେ ପିଲାମାନେ ବହୁତ କିଛି ଶିଖୁଛନ୍ତି। ସେ କିଏ ଦେଇଥିଲେ ଥିଓରି ନା ବୋବୋଲ୍ଡର ଏକ୍ସପେରିମେଣ୍ଟ ଦେଇଥିଲେ ଆଲବର୍ଟ ବାନ୍ଦୁରା। ଏଟା ମନେ ରଖିଥିବ। ତାପରେ କଣ କହୁଛି ନା ଇନ୍ ଦ ସ୍କୁଲ ଟିଚର ମଷ୍ଟ ହାଭ୍ ଟୁ ଡେଭଲପ ଦ ଅବଜର୍ଭେସନାଲ ଥିଙ୍କିଙ୍ଗ among ଦ ଷ୍ଟୁଡେଣ୍ଟ। ତ ପିଲାମାନେ ଗୋଟେ ଟିଚର ସ୍କୁଲରେ ଅବଜର୍ଭେସନାଲ ଥିଙ୍କିଙ୍ଗ ଜାଣେ, ଅବଜର୍ଭ କରିବା ଦରକାର। ଲେବ ସାଇନ୍ସ ପିଲାମାନେ ଲେବ ଗଲେ, ଲେବରେ ଟିଚର କଣ କଲେ ନା ଏକ୍ସପେରିମେଣ୍ଟ କଲେ, ତାକୁ ସେ ଅବଜର୍ଭ କଲେ, ସେଇ ଏକ୍ସପେରିମେଣ୍ଟକୁ ସେ ନିଜେ କରିବାକୁ ଚେଷ୍ଟା କରିବେ, ତାକୁ କୁହାହେଲା ଅବଜର୍ଭେସନ। ତ ଲେବରେ ମାଧ୍ୟମରେ ପିଲାମାନଙ୍କୁ ଯୋଉ ଲେବୋରେଟୋରୀ ମେଥଡରେ ପଢଉଛନ୍ତି ତାକୁ ଆଜି ଅବଜର୍ଭେସନାଲ ପ୍ୟାଟର୍ନରେ ପାଠ ପଢେଇବା। ତାପରେ କଣ କହୁଛି ନା କଲେକ୍ଟ ଅଫ ଦ ଡିଫରେଣ୍ଟ ଫ୍ୟାକ୍ଟ ରିଗାର୍ଡିଂ ଦ ଲର୍ନିଂ ପ୍ରୋସେସ। ପିଲାମାନଙ୍କୁ କୁହାଯାଏ ତମ ଲର୍ନିଂ ପ୍ରୋସେସରେ ଡିଫରେଣ୍ଟ ଫ୍ୟାକ୍ଟ କଲେକ୍ଟ କର। ତ ସେଟା କୁହାଯାଏ ଅବଜର୍ଭେସନାଲ ମେଥଡ। ଆଉ ଗୋଟେ କଣ କହିଲା ନା ଫ୍ୟାକ୍ଟ ୱିଲ୍ ବି ଆନାଲାଇଜ ପ୍ରପରଲି। ତ ଫ୍ୟାକ୍ଟକୁ ଆନାଲାଇଜ କରିବା ଦରକାର। ଫ୍ୟାକ୍ଟ ଯଦି ରିଲେଭାଣ୍ଟ ନ ହେଇଥିବ ତାହେଲେ ସେ ପାଠ ପଢାରେ କାମରେ ଆସିବନି। ତାପରେ କଣ କହିଲା ଇନ ଫାଇନାଲି ଦ ଲର୍ନର ୱିଲ୍ ରିଚ୍ ଆଟ୍ ଦ କନକ୍ଲୁଜନ। ତ ଏଇ ସବୁ କଲା ପରେ ପିଲାମାନେ ତାଙ୍କ କନକ୍ଲୁଜନରେ ବା ଅବଜର୍ଭେସନ ମେଥଡରେ ପିଲାଟି ତା କନକ୍ଲୁଜନ କଣ ଥିଲା ପାଠଟା ଶିଖିବା ସେଠି ସେ ପହଞ୍ଚି ଯାଉଛି। ତ ଏଇଟା ଗୋଟେ ରହିଲା। ତାପରେ ଆମେ ଜାଣିବା ଇମିଟେସନ ବା ଅନୁକରଣ ମାଧ୍ୟମରେ ଆମେ ଯାହା କେହି କିଛି କରନ୍ତି ତାକୁ ଆମେ ଫଲୋ କରିକି ଶିଖନ୍ତି, ତାକୁ କୁହାଯାଏ ଅନୁକରଣ ମାଧ୍ୟମରେ। ତ ମୁଁ ତମକୁ ପିଆଜ ହଲକ ଥିଓରି ପଢିଥିଲି। ପିଲାଟି କୋଉ ଷ୍ଟେଜରେ ବେଶୀ ଅନୁକରଣ କରନ୍ତି, ଆଉ ଅନୁକରଣ ମତେ ବାପାଙ୍କ ଜୁତା ପିନ୍ଧା ଦେଖି ସିଏ ବି ଜୁତା ପିନ୍ଧିକି ବାହାରି ଯାଉଥିବ, ବାପାଙ୍କ ସାର୍ଟ ପ୍ୟାଣ୍ଟ ପିନ୍ଧା ଦେଖି ସିଏ ବି ସାର୍ଟ ପ୍ୟାଣ୍ଟ ପିନ୍ଧି ଦଉଥିବ। ଅନୁକରଣ କୁହାଯାଏ, ଯିଏ ଯାହା କହୁଥିବ ତାକୁ ଅନୁକରଣ କରି କୁହେ। କିନ୍ତୁ ଆଉ କିଛି ଥାଏ ମାନେ ଲେଟର ଏଜରେ ବି ପିଲାମାନେ ଅନୁକରଣ କରି ବହୁତ କିଛି ଜିନିଷ ଶିଖିଥାନ୍ତି। କଣ ନା ଆମେ ଭଲ ଭାବରେ ବୁଝିବା, ତାପରେ ତମେ ମାନେ ଏଇଟା ପଢ ତାପରେ ବୁଝିପାରିବ। କଣ କହୁଛି ନା ଇମିଟେସନ ଇଜ ଏ ପ୍ରୋସେସ। ତ ମନେ କର ଏଇ ଯୋଉ କ୍ୱେଶ୍ଚନ କହିଲେ ଅବଜର୍ଭେସନ ହଉ ଇମିଟେସନ ହଉ ଏ ସବୁ ଗୁଡାକ ଗୋଟେ ଷ୍ଟେଟମେଣ୍ଟ ଦବ। ଷ୍ଟେଟମେଣ୍ଟକୁ ଦେଇ ପଚାରିବେ ଏଟା କାହାକୁ ବୁଝଉଛି, ଇମିଟେସନକୁ ବୁଝଉଛି କି ପରସେପସନକୁ ବୁଝଉଛି କି ତମର ଯେକୌଣସି ଅପସନକୁ ପଚାରୁଛି
ତ ସେଇ ଅନୁସାରେ ତମମାନଙ୍କୁ ବୁଝିବ ଆକ୍ଚୁଆଲି ଷ୍ଟେଟମେଣ୍ଟ କଣ ରହୁଛି। ତ ତା ପୂର୍ବରୁ କ୍ଲାସଟି ଭଲ ଭାବରେ କର। ତ ଆଉ ସବୁ ବିଭିନ୍ନ ପ୍ରକାର କ୍ଲାସ ପଇଲାଣି। ତମେମାନେ ନୂଆ ଯିଏ ଆସିଛ, ତ ପୂର୍ବରୁ ସବୁ କ୍ଲାସ ଅଛି ପ୍ଲେଲିଷ୍ଟ ତମେମାନେ ଦେଖ, କ୍ଲାସ କର, ଏମସିକ୍ୟୁ ସିରିଜ ବି ଅଛି, ଏମସିକ୍ୟୁଜ କର, ହେଲା ବୁଝିପାରିବ। ତ imitation is a process when child follow others behavior and nature like the mimicry etc। ତ ଦେଖିବ ଅମରେଶ ପୁରୀର ଯୋଉ ଡାଇଲଗ କୁ ପିଲାମାନେ ମିମିକ୍ରି କରନ୍ତି, ତ ହିରୋ ମାନଙ୍କ ଡାଇଲଗ କୁ ମିମିକ୍ରି କରନ୍ତି, ତ ଏଇଟା ମିମିକ୍ରି କୁହାଯାଏ। ଟିଚର ମାନଙ୍କ ଭଏସ କୁ ବି ପିଲାମାନେ ମିମିକ୍ରି କରନ୍ତି, ତ ଏଟାକୁ ଅନୁକରଣ କୁହାଯାଏ। ହେଲା, ତ ଅଲଗା ଜଣକ ପାଠ ପଢା ଶୈଳୀ ବି ଏମାନେ ମିମିକ୍ରି କରି ପଢିଲେ ଲର୍ଣ୍ଣିଂ ଟା ହେଇପାରିଥାଏ। The most of the situation boys are always follow the fathers brothers and girls follow mothers and sisters behavior। ତ ମନେ ରଖିଥିବ ବହୁତ ସିଚୁଏସନରେ ବଏଜ ମାନେ ଫାଦର ଆଉ ତାଙ୍କ ଭାଇଙ୍କର ବାପା ଆଉ ଭାଇଙ୍କର ବିହେଭିୟରକୁ ଫଲୋ କରିଥାନ୍ତି, ଇମିଟେଟ କରିଥାନ୍ତି, ଆଉ ଗର୍ଲସ ମାନେ ମଦର ଆଉ ସିଷ୍ଟରଙ୍କ ବିହେଭିୟରକୁ ଇମିଟେଟ କରିଥାନ୍ତି। ଏଟା ମନେ ରଖିଥିବ, ହେଲା ବହୁତ ଇମ୍ପୋର୍ଟାଣ୍ଟ, ଏଠି ଏମସିକ୍ୟୁ ଆସେ। ସୋ ଏକ୍ସାକ୍ଟ କପି ପେଷ୍ଟ ଅଫ ଦ କଲ୍ଡ ଇମିଟେସନ। ତ ଏକ୍ସାକ୍ଟ କପି ପେଷ୍ଟ କରିଦବାଟା କୁହାଯାଏ ଇମିଟେସନ, ଅନୁକରଣ। ଟାଇପ ଅଫ ଇମିଟେସନ, କେତେ ପ୍ରକାର ଇମିଟେସନ ଅଛି ଆମେ ବୁଝିବା। ଗୋଟେ ହଉଛି କଣ, ଏୱର ଇମିଟେସନ, ଜ୍ଞାତ ଅନୁକରଣ, ଆମ ଜ୍ଞାତରେ ଯୋଉ ଅନୁକରଣ ଆମେ କରୁଛନ୍ତି। when we follow other behavior of our proper attention ଦ୍ୱାରା ଆମେ other behavior କୁ follow କରୁଛନ୍ତି। ମୋଦିଙ୍କ ଭାଷଣକୁ ପୁରା ଆମେ କପି ପେଷ୍ଟ କରିଦଉଛନ୍ତି, ଭାଇ ଅଣ ଭେଣ, ତ ଏଇଭଳିଆ କରିକି ଆମେ କରୁଛନ୍ତି। ଆମର ନବୀନ ପଟ୍ଟନାୟକ ପୂର୍ବତ ସିଏମ ଯିଏ ଥିଲେ, ତାଙ୍କର ଯୋଉ ଦେଖିବ ବହୁତ ପିଲାମାନେ, ଛୋଟ ପିଲାମାନେ ତାଙ୍କର ମିମିକ୍ରି କରନ୍ତି। ହଁ, ଆପଣ ମାନେ ଖୁସି ତ। ତ ଏଇଟା କୁହାଯାଉଛି ମିମିକ୍ରି ଅଫ ଏନ୍ ଆର୍ଟିଷ୍ଟ। ତ ଗୋଟେ ଆର୍ଟିଷ୍ଟ ହଉ ବା ଜଣକୁ ରୋଲ ମଡେଲ ହଉ, ତାଙ୍କର କଥାଟାକୁ ଆମେ କଣ କରନ୍ତି ନା ମିମିକ୍ରି ବା ଜ୍ଞାତ ଅନୁକରଣ କୁହାଯାଏ। ଆଉ ଗୋଟେ ହେଲା ଅନଏୱାର ଇମିଟେସନ, ଆଉ ଗୋଟେ ହଉଛି କଣ ନା ଅଜ୍ଞାତ ଅନୁକରଣ। କଣ, ୱି ଫଲୋ ଦ ଏଥିକ କଲଚର ଆଣ୍ଡ ଟ୍ରାଡିସନ, ଯୋଉଟା କି ଆମ ଅଜ୍ଞାତରେ ଆମ ଗୁରୁବାର ସେର ହଉଛି, ଆମର ପୂର୍ବରୁ ଯୋଉ ଆମର ଯୋଉ ବହୁତ ପ୍ରକାର ପର୍ବପର୍ବାଣି ଆମେ ପାଉଛନ୍ତି କଲଚର ଟ୍ରାଡିସନରେ ଅଛନ୍ତି, ଏଟାକୁ ଅଜ୍ଞାତ ଅନୁକରଣ, ଆମକୁ ଏଇ ଦିନରେ ମାନିବାକୁ ପଡିବ। ତ ଏଟା କେବେ ହେଇଥିଲା କଣ ହେଇଥିଲା ଆମ ଜ୍ଞାତରେ ନାହିଁ, ତ ଚାଲିଛି ଚାଲିଛି, ବୁଝିପାରିଲ। ଆଉ ଗୋଟେ ହେଲା ଇମ୍ପାଥି ଇମିଟେସନ ବା ସହାନୁଭୂତି ଜନକ ଇମିଟେସନ ଅନୁକରଣ। କଣ, ଇଫ ସମନ୍ କ୍ରାଏ ଦେନ୍ ଏ ପର୍ସନ କ୍ରାଏ, ଇଫ ସମନ୍ ପର୍ସନ ଲାଭ ଦେନ୍ ଏ ପର୍ସନ ଲାଭ। କିଛି କାରଣ ନଥିବ ହସୁଥିବ ଜଣେ, ଆଉ ଜଣେ ହସୁଥିବ ତା ହସ ଦେଖି। ଜଣେ ଭାରି ଦୁଃଖ ହେଇ କାନ୍ଦୁଛି, କାରଣ ତମକୁ ଜଣା ନାହିଁ, ତ ତମେ ବି କାନ୍ଦି ପକଉଛ, ଆଖିରୁ ଲୁହ ପଳେଇ ଆସୁଛି, ତାକୁ କୁହାଯାଏ ସହାନୁଭୂତି ଜନକ ଅନୁକରଣ ବୋଲି କୁହାଯାଇଥାଏ। ତାପରେ ଗୋଟେ ଆସିଲା କଣ ନା worthless imitation, ମୂଲ୍ୟହୀନ ଅନୁକରଣ। କଣ ନା if someone observe to other behavior without knowing the benefit will get from this। ତ ଏଟାକୁ ତମକୁ ଜଣା ନଥାଏ, ତମେ ସେ କାର୍ଯ୍ୟ କରି ଚାଲିଥିବ, ତମ ଜ୍ଞାତରେ ନଥିବ, ତାକୁ କୁହାଯାଏ ମୂଲ୍ୟହୀନ ଅନୁକରଣ। ହେଲା, ତ ତମ କିଛି ନଥିବ, ତମେ ତମ ମୋବାଇଲରେ ରିଲ୍ସ ଦେଖୁଛ, ରିଲ୍ସ ଦେଖୁଛ ଦେଖୁଛ ଦେଖୁଛ, ଜଣେ ଦେଖିବ ପାଖରେ ମୋବାଇଲ ଚଲଉଛି, ତମେ ତାକୁ ଦେଖିକି ମୋବାଇଲ ଚଲେଇଲ, ତମେ ରିଲ୍ସ ଚଲେଇଲ 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 ଚଲେଇଲ, ତମକୁ ଜଣା ନାହିଁ ତମେ କଣ ପାଇଁ ଦେଖୁଛ, କି ମିଳିବ କି ମିଳିବ ନାହିଁ, ତ ଦେଖି ଚାଲ, ସେଟା ମୂଲ୍ୟହୀନ ଅନୁକରଣ। ସିଏ ମୋବାଇଲ ଚଲଉଥିଲା ଦେଖିବାର, ତମେ ମୋବାଇଲ ଚଲେଇଲ, ତ ଏଇଟା ମୂଲ୍ୟହୀନ ଅନୁକରଣ, ୟାର କିଛି ମାନେ ହିଁ ନଥାଏ। ତ ଇଫ ସମାନ ଅବଜର୍ଭ ଅଦର ବିହେଭିୟର ୱିଦାଉଟ ନୋଇଂ ହାଉ ଦ ବେନିଫିଟ ୱିଲ ଗେଟ୍, ତମକୁ କଣ ବେନିଫିଟ ମିଳିବ ତମକୁ ଜାଣିନ, କରିଚାଲ, ହେଲା। ଅଲଗା ଜଣେ ଗାଡି ନୂଆ ନୂଆ ଗାଡି ଧରିଲା, ତମେ ବି ଗାଡି ଧରି ଚଲ, କଣ ବେନିଫିଟ, ତମକୁ ତ କିଛି ମିଳୁନି ନା ବେନିଫିଟ। ହେଲା, ଜଣେ ପାଠ ପଢୁଛି, ତମେ ପାଠ ପଢୁନ, ଏଟା ବେନିଫିଟ ମିଳିବ, ହେଲା, ସେଟା ଜ୍ଞାତ ଅନୁକରଣରେ ପଳେଇବ। ତ ଏଟାକୁ ମନେ ରଖିଥିବ। ତାପରେ ଅଦର ନେଚର ଇମିଟେସନ ବା କ୍ରିୟାତ୍ମକ ଅନୁକରଣ କାହାକୁ କୁହାଯାଏ, ହ୍ୱେନ୍ ଏ ପର୍ସନ ଏକ୍ସାକ୍ଟଲି ଫଲୋ ଦ ବିରାଟ କୋହଲି ବ୍ୟାଟିଂ ଷ୍ଟାଇଲ। ତମେ ଦେଖିଥିବ ଖେଳକୁଦରେ ଯୋଉଟା କ୍ରିୟାତ୍ମକ ଅନୁକରଣ କୁହାଯାଏ। କଣ ନା ବିରାଟ କୋହଲିର ଷ୍ଟେଟ ଡ୍ରାଇଭ ମାରିଲା, ସେ ମାରିଲା ପରେ ଲୋକମାନେ ବି ସେଇଭଳିଆ ହାତରେ ଏକ୍ସନ କରିକି କହିଲେ, ଛଅଟେ ମାରିଦେଲା, ହାତରେ ଏକ୍ସନ କରିକି କହିଲେ ବଢିଆ ଛଅଟେ ମାଇଲା, ଏଇଭଳିଆ ମାଇଲା, ତାକୁ କୁହାଯାଏ କଣ, ଯେ କ୍ରିୟାତ୍ମକ ଅନୁକରଣ। ହେଲା, ତାପରେ ପିଲାମାନେ ଖେଳିଲା ବେଳେ ବି କ୍ରିକେଟରେ, ତ ମୁଁ ବିରାଟ କୋହଲି ଭଳିଆ ଏଇଭଳିଆ ଛଅଟା ମାରିବି, ରୋହିତ ଶର୍ମା ଭଳିଆ ଛଅଟା ମାରିବି, ତ ଏଇଟା କୁହାଯାଏ କ୍ରିୟାତ୍ମକ ଅନୁକରଣ, ମନେ ରଖିଥିବ। ତ କଣ କୁହାଯାଉଛି ନା ଫ୍ୟାକ୍ଟର, ଯୋଉଟା କି ଆମେ କହୁଛନ୍ତି କଣ ଫ୍ୟାକ୍ଟର ଇନଫ୍ଲୁଏନ୍ସିଂ ଇନ ଦ ଟିଚିଂ ଲର୍ନିଂ ପ୍ରୋସେସ। କୋଉ କୋଉ ଫ୍ୟାକ୍ଟର ରହିଛି ଯୋଉଟା ଟିଚିଂ ଲର୍ନିଂ ରେ ଆମର କଣ କରୁଛି ନା ଫ୍ୟାକ୍ଟର ହଉଛି କଣ ନା, ଫାଷ୍ଟ ହଉଛି ଲାଙ୍ଗୁଏଜ ଏକୁଜିସନ ଆଣ୍ଡ ଲର୍ନିଂ। ତ ଏଇ ଯୋଉ ଇମିଟେସନ ରେ କଣ ହଉଛି ଲାଙ୍ଗୁଏଜ ଏକୁଜିସନ ଲର୍ନିଂ, ପିଲାମାନେ କଣ କରନ୍ତି, ପିଲାବେଳେ ଲାଙ୍ଗୁଏଜ ଟାକୁ ଏକୁଜିସନ କରନ୍ତି, ଆପେ ଆପେ ଶିଖନ୍ତି ବା ଲର୍ନିଂ କରନ୍ତି, କେମିତି ନା ଏଇ ଯୋଉ ଇମିଟେସନ ମାଧ୍ୟମରେ। ବିଭିନ୍ନ ସ୍କିଲ୍ ଅଛି, ଯୋଉଠି ସ୍କିଲ୍ ଗୁଡାକ କଣ ହୁଏ ନା ଡେଭଲପ ହୋଇଥାଏ, ମନେ ରଖିଥିବ ବିଭିନ୍ନ ସ୍କିଲ୍ ଅଛି ଡେଭଲପ ହେଇଥାଏ, ତ ସେଟା ବି ଇମିଟେସନ ମାଧ୍ୟମରେ। ସେଲ୍ଫ ଡେଭଲପମେଣ୍ଟ, ଅଲଗା ଜଣେ ଡେଭଲପ କରୁଛି, ନିଜେ ତାକୁ ଦେଖି ନିଜର ଡେଭଲପମେଣ୍ଟ କଲ, ସେଲ୍ଫ ଡେଭଲପମେଣ୍ଟ। କଲଚରାଲ ଡେଭଲପମେଣ୍ଟ, କଲଚରାଲ କନଜରଭେସନ, କେମିତି କଲଚରକୁ ପରବର୍ତ୍ତୀ ପିଢି ପାଇଁ ରଖିବ, ହେଲା, ଆଉ କୋଲାବୋରେଟିଭ ଲର୍ନିଂ, ପରସ୍ପର ଭିତରେ ମିଶିକି ଶିଖିବା। ତ ଏଇ ହଉଛି ଫ୍ୟାକ୍ଟର ଇନଫ୍ଲୁଏନ୍ସିଂ ଲର୍ନିଂ ପ୍ରୋସେସରେ, ଏଟା ବହୁତ ଇମ୍ପୋର୍ଟାଣ୍ଟ। ଏଇ ମାଧ୍ୟମରେ ପିଲାମାନେ କଣ କରିଥାନ୍ତି, ଲର୍ନିଂ ପ୍ରୋସେସରେ ଇନଭଲ୍ଭ ହେଇଥାନ୍ତି, ଏଟା ମନେ ରଖିଥିବ। ତାପରେ ଆସିଲା ଟ୍ରାଏଲ ଏରର ବା ପ୍ରଯତ୍ନ ପ୍ରମାଦ, ଯେ ଆମ ମନେ ରଖିଥିବ, ହେଲା।
ତ ଟ୍ରାଏଲ୍ ଏରର୍ ଥିଓରି ମୁଁ ତୁମକୁ ଆଗକୁ ପଢେଇଛି। କଣ ନା ଟ୍ରାଏଲ୍ ଏରର୍ ରେ କଣ ହଉଛି ନିରନ୍ତର ପ୍ରକ୍ରିୟା ଜାରି ରଖିଥାଅ ଆଉ ତମେ ପ୍ରକ୍ରିୟା କରୁଥିବ ତାପରେ ତମେ ଭୁଲ ହଉଥିବ ତାପରେ ଶିଖୁଥିବ ପୁଣି ଭୁଲ ହଉଥିବ ଏଇ ମାଧ୍ୟମରେ ତମେ ଜିନିଷଟାକୁ ଶିଖିଯାଅ ଭଲ ଭାବରେ। ତ କଣ କହୁଛି ନା ଲର୍ନିଂ ଆଣ୍ଡ ଏରର୍ ଇଜ୍ ଏ ମେଥଡ୍ ଲର୍ନିଂ ଇଜ୍ ହୁଇଚ୍ ଯୋଉଟାକି ଆମେ କହୁଛନ୍ତି ଭେରିୟସ୍ ରେସ୍ପନ୍ସେସ୍ ଟେଣ୍ଟେଟିଭଲି ଟ୍ରାଏଡ୍ ଆଣ୍ଡ ସମ୍ ଡିସ୍କାର୍ଡେଡ୍ until solution is attained ଯେତେ solution attain ନ ହେଇଛି ସେ ପର୍ଯ୍ୟନ୍ତ ଏ ଚାଲିଥିବ। ତାପରେ ଲର୍ନିଂ ବାଇ ଟ୍ରାଏଲ୍ ଏଇଟା ଏଠି କଣ କହୁଛି ଫାର୍ଷ୍ଟ ପଏଣ୍ଟରେ ଲର୍ନିଂ ବାଇ ଟ୍ରାଏଲ୍ ଏରର୍ ଇଜ୍ ଗ୍ରାଜୁଆଲ ପ୍ରୋସେସ୍ ଯୋଉଟା ଧୀରେ ଧୀରେ ଶିଖିବ ସେ ଏକାଥରେ ଶିଖିବନି ଧୀରେ 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 କରି ଶିଖିବ। ପ୍ରଥମ ଥର ଭୁଲ ହେଲା ସେକେଣ୍ଡ ଥର ସେ ଭୁଲ ହବନି ଆଉ ଗୋଟେ ଭୁଲ ହବ। ତ ଲାଷ୍ଟ ବେଳକୁ ଯେମିତି ବିଲେଇ ତମେ ଦେଖିଥିବ ବାରମ୍ବାର ଭୁଲ କଲା କିନ୍ତୁ ଲାଷ୍ଟ ପ୍ରୟାସରେ ଏକାଥରେ ସିଏ ଲିଭରକୁ ପ୍ରେସ୍ କରିକି ପିଞ୍ଜରା ଭିତରୁ ବାହାରିକି ଆସିକି ମାଛ ଖାଉଛି। ଏଇଟାକୁ ମୁଁ ଟ୍ରାଏଲ୍ ଏରର୍ ଥିଓରି ପଢେଇଥିଲି ମନେ ରଖିଥିବ ହେଲା। ତାପରେ ହେଲା ଦ ଲର୍ନର ଡେଫିନାଇଟଲି ମୋଟିଭେଟେଡ୍ ୟା ଦ ଲର୍ନର ମୋଟିଭେଟେଡ୍ ଯେହେତୁ ଶିଖୁଛନ୍ତି ତାପରେ ଲର୍ନର ମେକ୍ ରାଣ୍ଡମ୍ ଆଣ୍ଡ ଭେରିଏବଲ ରେସ୍ପନ୍ସେସ୍ ଦଉଛି। ତାପରେ କଣ କହୁଛି ସମ୍ ଲିଡ୍ସ ଟୁ ଦ ଗୋଲ ଆଡିକି ଯିବ ଆଣ୍ଡ ଟାଇମ୍ ଟେକେନ୍ ପରଫର୍ମ ଦ ଟାସ୍କ ଟାଇମ୍ ଲାଗିବ। ପ୍ରଥମେ ଦେଖ ଷ୍ଟିମୁଲସ୍ ଏଟାକୁ ଷ୍ଟିମୁଲସ୍ କହୁଛନ୍ତି। ପ୍ରଥମେ ରେସ୍ପନ୍ସ 1 ଦେଲା ରେସ୍ପନ୍ସ 2 ଦେଲା ରେସ୍ପନ୍ସ 3 ଦେଲା ରେସ୍ପନ୍ସ 4 ଦେଲା ରେସ୍ପନ୍ସ 5 ଦେଲା ତ ବିଭିନ୍ନ ପ୍ରକାର ରେସ୍ପନ୍ସ ଦେଲା ବିଲେଇ ଯେମିତି ଦଉଥିଲା କାମୁଡୁଥିଲା ଡେଉଁଥିଲା ମିଆଉ ମିଆଉ କରୁଥିଲା ବାସ୍। ତା ପର ଥରରେ ସେ ଯେତେବେଳେ ଷ୍ଟିମୁଲସ୍ ଦିଆଗଲା ସିଏ ଆଉ ଏତେ ଦେଲାନି ରେସ୍ପନ୍ସ 2 ଦେଲା 3 ଦେଲା 4 ଦେଲା। ତାକୁ ଜଣା ନଥିଲା ଏବେ ବି ଯେ କୋଉ ରେସ୍ପନ୍ସରେ ତାକୁ ମାନେ ଏଇ ଷ୍ଟିମୁଲସ୍ ପାଇଁ କୋଉ ରେସ୍ପନ୍ସଟା। ଯେତେବେଳେ ପୁଣି ସିଏ ତା ପରବର୍ତ୍ତୀ ଷ୍ଟେପକୁ ଆସିଲା ଷ୍ଟିମୁଲସ୍ ଦିଆଗଲା ସେ ରେସ୍ପନ୍ସ 3 ଦେଲା 4 ଦେଲା ତାପରେ 4 ଦେଲା କାହିଁକି 4 ରେ ସେ ଜାଣିଗଲା ଏଇଠି ମୋର ରେସ୍ପନ୍ସଟା ଏଇ ଲିଭରଟା ପ୍ରେସ୍ କଲେ ମୁଁ ପିଞ୍ଜରା ଭିତରୁ ବାହାରକୁ ଆସିପାରୁଛି। ତ ତାର ଯୋଉ ଠିକ୍ କ୍ୱେଶ୍ଚନ୍ ଆନ୍ସରଟା ଦରକାର ମ୍ୟାଥ୍ କରୁଛି ବାରମ୍ବାର ଭୁଲ କରୁଛି। ପ୍ରଥମ ମ୍ୟାଥ୍ କଲା ଏତିକି ଷ୍ଟେପ୍ ଫଲୋ କଲା। ତାପରେ ଫାର୍ଷ୍ଟ ଷ୍ଟେପ୍ ରେ ଏତିକି ଷ୍ଟେପ୍ ଗୁଡାକ ଫଲୋ କଲା। ତାପର ଷ୍ଟେପ୍ ରେ ଏତିକି ଫଲୋ କଲା। ତାପର ଷ୍ଟେପ୍ ରେ ଏତିକି ଫଲୋ କରୁଛି। ତ ଏଇଟା କମ ହେଲା ତାମାନେ ସେ ଶିଖିଗଲାଣି ଏଇ ଜାଗାରେ। ଯେ ଟ୍ରାଏଲ୍ ଏରର୍ ମେଥଡ୍ ଏଇଆ କରୁଛି ଯେ ନିରନ୍ତର ପ୍ରକ୍ରିୟା ମାଧ୍ୟମରେ ଭୁଲ କରିକି ଶିଖିବାଟାକୁ ବୁଝଉଛି। ହେଲା। ତ ଏଟାକୁ ମନେ ରଖିଥିବ ବହୁତ ଇମ୍ପୋର୍ଟାଣ୍ଟ ଏଠୁ କ୍ୱେଶ୍ଚନ୍ ଆସେ। ତ ମନେ ରଖିଥିବ ଅଣ୍ଡରଷ୍ଟାଣ୍ଡିଂ ବେସ୍ ରେ କ୍ୱେଶ୍ଚନ୍ ଆସୁଛି ତ ତମେ ଭୟଭୀତ ହବାର କୌଣସି ଆବଶ୍ୟକତା ନାହିଁ। ତାପରେ ଆସିଲା କଣ ଏକ୍ସପେରିମେଣ୍ଟେସନ ବା ପରୀକ୍ଷଣ ମାଧ୍ୟମରେ ଶିକ୍ଷଣ। ପରୀକ୍ଷଣ ମାଧ୍ୟମରେ ପିଲା ଏକ୍ସପେରିମେଣ୍ଟ ମାଧ୍ୟମରେ ଶିଖିବେ କଣ ନା ଟିଚର ୱିଲ୍ ଏକ୍ସପେରିମେଣ୍ଟ ୱିଥ୍ ଦ ହେଲ୍ପ ଅଫ ଡିଫରେଣ୍ଟ ଟିଚିଂ ଲର୍ନିଂ ପ୍ରୋସେସ। ତ ଶିକ୍ଷଣ ପ୍ରକ୍ରିୟା ମାଧ୍ୟମରେ ସେମାନେ କଣ କରିବେ ପିଲାଙ୍କୁ ଏକ୍ସପେରିମେଣ୍ଟ କରାଇବେ। ହୁଇଚ୍ ଥ୍ରୋ ଦ ଷ୍ଟୁଡେଣ୍ଟ ଅର ପୁପିଲ ଆଇଡେଣ୍ଟିଫାଇ ହିଜ ଡେଭଲପମେଣ୍ଟ ଲେଭେଲ ଆଣ୍ଡ ଏକ୍ସପେରିମେଣ୍ଟ ୱିଲ୍ ପ୍ରୋଭାଇଡ ଦ କ୍ରିଏଟିଭ ଥିଙ୍କିଂ ଅଫ ଦ ଷ୍ଟୁଡେଣ୍ଟ। ତ ଏକ୍ସପେରିମେଣ୍ଟ ମନେ ରଖିଥିବ କ୍ରିଏଟିଭ ଥିଙ୍କିଂ କରିଥାଏ। ତ ପିଲାମାନଙ୍କୁ ମନେ ରଖିଥିବ କୋଉ ଶିକ୍ଷଣ ପ୍ରକ୍ରିୟା ମାଧ୍ୟମରେ ପିଲାମାନେ ଏକ୍ସପେରିମେଣ୍ଟ ପରୀକ୍ଷଣ ମାଧ୍ୟମ ବା ପରୀକ୍ଷଣ ମାଧ୍ୟମରେ ଆମେ କଣ ପିଲାଙ୍କର କ୍ରିଏଟିଭ ଥିଙ୍କିଂ ଡେଭଲପ କରନ୍ତି। ତ କଣ ଡିଫରେଣ୍ଟ ଆସ୍ପେକ୍ଟ ଅଫ ଡେଭଲପମେଣ୍ଟ ଏକ୍ସପେରିମେଣ୍ଟ କଣ ହବ ତ ସେନ୍ସିଂ ଦ ପ୍ରୋବ୍ଲେମକୁ ତମେ ସେନ୍ସ କରିପାରିବ। ତାପରେ ଡିଫାଇନ କରିପାରିବ ପ୍ରୋବ୍ଲେମକୁ। କଲେକ୍ସନ ଅଫ ରିଲେଭେଣ୍ଟ ଡାଟା ତ ପ୍ରୋବ୍ଲେମକୁ ସଲ୍ଭ କରିବା ପାଇଁ ଯୋଉ ଡାଟା ଦରକାର ତାକୁ କଲେକ୍ସନ କରିବ। ଫର୍ମୁଲେଟ ଦ ହାଇପୋଥେସିସ୍ ସେଇ ଯୋଉ ଫର୍ମୁଲାଟାକୁ ପୁଟ୍ କରିବାକୁ ଚେଷ୍ଟା କରିବ ଯେ ଏଟା ଠିକ ଜାଗାରେ ଏ ପ୍ରୋବ୍ଲେମ ସଲ୍ଭ ହେଇପାରୁଛି କି ନାହିଁ। ତାପରେ ଟେଷ୍ଟିଂ ଦ ହାଇପୋଥେସିସ୍ ସେଇ ଯୋଉ ହାଇପୋଥେସିସ୍ ଟା ଟେଷ୍ଟ କରିବ ଯେ ପ୍ରୋବ୍ଲେମ ଟା ସଲ୍ଭ ହେଲା କି ନାହିଁ। ଡ୍ର ଦ କନକ୍ଲୁଜନ ହଁ କନକ୍ଲୁଜନରେ ତମେ କହିବ ଯେ ନା ହଁ ଠିକ ହେଲା ଏଟା କି ଭୁଲ ହେଲା। ତାପରେ ଆପ୍ଲିକେସନ ଅଫ ରେଜଲ୍ଟ କଣ ହେଲା ତମେ ଶୋ କରିବ। ତ ଏକ୍ସପେରିମେଣ୍ଟ ପ୍ରୋସେସ ମାଧ୍ୟମରେ ତମାନେ ଏଇ ଭାଗରେ ପିଲାମାନଙ୍କୁ ତ ଲାବୋରେଟୋରୀ ୱାର୍କରେ ବି ଏକ୍ସପେରିମେଣ୍ଟେସନ ଚାଲେ। ହେଲା ଏଟା ମନେ ରଖିଥିବ। ତାପରେ କଣ କହିଲା ନା ପରୀକ୍ଷଣ ଦ୍ଵାରା ନିମ୍ନଲିଖିତ ପ୍ରକ୍ରିୟା କୌଶଳ ଗୁଡିକ ଶିକ୍ଷାର୍ଥୀମାନେ ଶିଖନ୍ତି। କଣ ନା ପରୀକ୍ଷଣ କଣ ହେଲା ଅନୁମାନ କରିବା ପ୍ରଶ୍ନ ଉତ୍ତର ଯୋଉଟା ଅନୁମାନ କଲେ ତାପରେ ହଉଛି ପ୍ରଶ୍ନ ଉତ୍ଥାପନ କରିବା ଅନୁକଳ୍ପନା କରିବା ମନେ ରଖିଥିବ ସବୁ। ଏଇଗୁଡା ସବୁ କ୍ୱେଶ୍ଚନ ଆସେ। ପର୍ଯ୍ୟବେକ୍ଷଣ ତୁଳନା ବିବାହୀକରଣ କରିବା ମାପିବା ବା ଗଣିବା ହସ୍ତ ଦ୍ଵାରା ଉପକରଣ ଗୁଡିକ ସଠିକ ପରିଚାଳନା କରିବା ହେଲା। ତାପରେ ପରୀକ୍ଷଣ ଉପଯୁକ୍ତ ଲ୍ୟାବରେ ଅଛ ତମେ ଟେଷ୍ଟ ଟ୍ୟୁବ ମାଧ୍ୟମରେ କେମିକାଲ ରିଆକ୍ସନ ଗୁଡା କରୁଛ ତ ସଠିକ ଭାବରେ କରିବ ନହେଲେ କିଛି ବି ଆକ୍ସିଡେଣ୍ଟ ଘଟିପାରେ ବା କୌଣସି ପ୍ରୋବ୍ଲେମ ନିଆଁ ଲାଗି ଯାଇପାରେ ତ ତାର ସଠିକ ମାନେ ପରିଚାଳନା କରିବା ଦରକାର। ତାପରେ ଅନ୍ୟକୁ ନିଜର ମତ ଜଣାଇବା ଉଦାହରଣ ସହ ସମ୍ପର୍କ ଦର୍ଶାଇବା ବୈଜ୍ଞାନିକ ଭାଷାରେ ବିକାଶିତ କରିବା ଆଉ ତର୍କ କରିପାରିବା। ତ ଏଇଗୁଡା ହଉଛି ପରୀକ୍ଷଣର ବିଭିନ୍ନ ଗୁଡିକ ହଉଛି କଣ ନା ପ୍ରକ୍ରିୟା ବା କୌଶଳ ଗୁଡିକ ଆମେ ବୁଝେଇଲେ ହେଲା। ଏଟାକୁ ମନେ ରଖିଥିବ। ତ ଏଇ ମାଧ୍ୟମରେ ବୁଝିବା ଜିନିଷ ଏଟା ମନେ ରଖିବା କିଛି ଦରକାର ନାହିଁ ବୁଝିବା ଜିନିଷ ତ ବୁଝିଲେ ଏଇ କ୍ୱେଶ୍ଚନ ଅଣ୍ଡରଷ୍ଟାଣ୍ଡିଂ ବେସ୍ କରିପାରିବ। ତାପରେ ହେଲା ଏକ୍ସପିରିଏନ୍ସ ବା ଆମେ କହୁଛନ୍ତି କଣ
परसेप्शन अनुभूति माध्यमରେ ଶିକ୍ଷା ଆମେ କିପରି ଦେଇପାରିବା ପିଲାମାନଙ୍କୁ କଣ ନା ଏକ୍ସପିରିଏନ୍ସ ଆଣ୍ଡ ପରସେପ୍ସନ ଇଜ ଆନାଦର ୱେ ଅଫ ଟିଚିଂ ଲର୍ଣ୍ଣିଂ ପ୍ରୋସେସ। ପିଲାଟି ପୂର୍ବରୁ ଯୋଉ ଜିନିଷ ଜାଣିଛି ସେଟା ଗୋଟେ ଅନୁଭୂତି କୁହାଯାଏ। ସେଇ ମାଧ୍ୟମରେ ପରବର୍ତ୍ତୀ ଜ୍ଞାନ ପାଇଲା ବେଳେ ସେ ପୂର୍ବ ଜ୍ଞାନକୁ କଣ କରିଥାଏ ଲିଙ୍କ କରିଥାଏ, ଯୋଡିଥାଏ। ଯୋଡିବା ଦ୍ୱାରା ସେମାନେ କନକ୍ଲୁଜନ କୁ ପହଞ୍ଚନ୍ତି। ତ ଏକ୍ସପିରିଏନ୍ସ ଆଣ୍ଡ ପରସେପ୍ସନ ଇଜ ଆନାଦର ୱେ ଅଫ ଟିଚିଂ ଲର୍ଣ୍ଣିଂ ପ୍ରୋସେସ which is enhance the students understanding level and students so perception power will increase after the increase age of different student. So perception is directly or indirectly connected with the environment and situation द्वारा connected ଥାଏ। ତ ତାକୁ ତ ଏଟା କନେକ୍ଟେଡ ଥାଏ ତାକୁ କଣ କୁହାଯାଏ ତ ପରସେପସନ ଦ୍ଵାରା ପିଲାଟି ମେଚୁରେସନ ହେଇଥାଏ ବା ପରିପକ୍ୱତା ଆସିଥାଏ କାରଣ ସେ ଭଲ ଅନୁଭୂତି ଅଛି ନା ତା ଭିତରେ। ତ ସିଚୁଏସନ କୁ ସେ ବୁଝିପାରେ। ତ ପୂର୍ବରୁ ଯୋଉ ସିଚୁଏସନ ଫେସ୍ କରିଛି ପରବର୍ତ୍ତୀ ସେ ସିଚୁଏସନ ପାଇଲେ ସେ ଆରାମସେ ତାକୁ ହ୍ୟାଣ୍ଡେଲ କରିପାରିବ। ତାପରେ ଏନଭାୟରନମେଣ୍ଟ କୁ ସେ ବୁଝିପାରିଥାଏ। ତାର କଣ ଯାଉଛି ଫିଲ୍ଡ ଟ୍ରିପ ବା ଏକ୍ସକର୍ସନ ଯାଉଛି ଇଏ କ୍ଷେତ୍ର ପରିଭ୍ରମଣ ଯୋଉଟା କୁହାଯାଉଛି ଯୋଉଠି ପିଲାମାନଙ୍କୁ ନେଇକି ଯାଆନ୍ତି ଆଉ ବାହାରେ ବୁଲେଇକି ପିଲାମାନଙ୍କୁ ପାଠ ପଢାନ୍ତି। ତ ଏଟାକୁ ଫିଲ୍ଡ ଟ୍ରିପ ବା ଏକ୍ସକର୍ସନ ବୁଝିବା ଆମେ କହୁଛନ୍ତି ଫିଲ୍ଡ ଟ୍ରିପ ହଉଛି ଗୋଟେ ଦିନ ପାଇଁ ଥାଏ, ଏକ୍ସକର୍ସନ 2 ଦିନ 3 ଦିନ ପାଇଁ ପିଲାମାନଙ୍କୁ ବାହାରେ ନିଅନ୍ତି। ପିଲାମାନଙ୍କୁ ନନ୍ଦନକାନନ ନେଲେ ଜୁ କୁ ଦେଖିଲେ ତାଙ୍କର ଭିତରେ ଗୋଟେ ଅନୁଭୂତି ଆସିଲା ଯେ ନା ଜୁ ରେ ଏଇଭଳିଆ ଏଇଭଳିଆ ଜିନିଷ ଅଛି। ପରବର୍ତ୍ତୀ ମୁହୂର୍ତ୍ତରେ ନେଲେ ବା ପଚାରିଲେ ସେ କହିଦବ। ତାପରେ ସୁପରଭିଜନ ମାଧ୍ୟମରେ ଜାଣିବେ ରୋଲ ପ୍ଲେଇଂ ବା ଆମର ଯୋଉ ଆକ୍ଟିଂ ମାଧ୍ୟମରେ ଏଇ ସବୁ ହଉଛି କଣ ଏକ୍ସପିରିଏନ୍ସ ବା ଅନୁଭୂତି ମାଧ୍ୟମରେ ପିଲାମାନେ ଶିଖୁଛନ୍ତି। ତାପରେ ଆସିଲା ଫ୍ୟାକ୍ଟର ଏଫେକ୍ଟିଂ ଲର୍ଣ୍ଣିଂ। କୋଉ ଫ୍ୟାକ୍ଟର ଗୁଡାକ ଏଫେକ୍ଟ କରୁଛି ଲର୍ଣ୍ଣିଂ ପ୍ରୋସେସ ବା ଲର୍ଣ୍ଣିଂ କୁ ଆମକୁ ଜାଣିବାକୁ ପଡିବ। ଗୋଟେ ହଉଛି ବଂଶାନୁକ୍ରମିକ ବା ହେରିଡିଟି କହୁଛନ୍ତି। ହେରିଡିଟି ଅନୁସାରେ ପିଲାଙ୍କ ଭିତରେ ଜିନ୍ ଅଛି ଆଗରୁ ପଢେଇଛି ବି ମୁଁ ଦେଖିବ ପ୍ରିଭିୟସ କ୍ଲାସ ରେ। ଜେନେଟିକ ଫ୍ୟାକ୍ଟର ବାପା ଯଦି ସାଇଣ୍ଟିଷ୍ଟ ପିଲା ବି ଯାହା ବି ହେଲେ ନଲେଜିୟସ୍ ହବ। ବୁଝିପାରିଲ ତ ଏଟାକୁ ହେରିଡିଟି ଫ୍ୟାକ୍ଟର ଯାହା ଦ୍ୱାରା ପିଲାମାନେ ଲର୍ନ କରନ୍ତି। ହେଲା ଏନଭାୟରନମେଣ୍ଟ ଫ୍ୟାକ୍ଟର ଯଦି ହେରିଡିଟି ଥାଏ ଏନଭାୟରନମେଣ୍ଟ ନଥିବ ପିଲାମାନେ ହବ ନେଚର ନଚର ବୋଲି ଆମେ କହୁଛନ୍ତି ବୁଝିପାରିଲ। ତ ଏନଭାୟରନମେଣ୍ଟ ଯଦି ସୁବିଧା ନଥିବ ତ ସାଇଣ୍ଟିଷ୍ଟ ପିଲା ହେଇକି ଯଦି ଏନଭାୟରନମେଣ୍ଟ ଚୋରର ଥିବ ତ ସେ ଚୋର ହେଇଯିବ। ଚୋର ବି ହବ କିନ୍ତୁ ଭଲ ଚୋର ହବ କାରଣ ସାଇଣ୍ଟିଷ୍ଟ ର ଦିମାଗ ଅଛି ନା। ବା ସେଟା ବୁଝିବାକୁ ଚେଷ୍ଟା କର। ତ ହେରିଡିଟି ଏନଭାୟରନମେଣ୍ଟ ବି ଫ୍ୟାକ୍ଟର ଏଫେକ୍ଟ କରୁଛି ଲର୍ଣ୍ଣିଂ କୁ। ହେଲା ଏଫେକ୍ଟ ମାନେ ଯଦି ଭଲ ଥିବ ତାହେଲେ ପାଠ ପଢିବ, ଯଦି ଏନଭାୟରନମେଣ୍ଟ ଖରାପ ଥିବ ତାହେଲେ ଲର୍ଣ୍ଣିଂ କୁ ଏଫେକ୍ଟ କରିବ। ହେଲା ତାପରେ ମ୍ୟାଚୁରିଟି ତମ ଭିତରେ କେତେ ମ୍ୟାଚୁରିଟି ଆସିଲା ତାକୁ ଜାଣିବା ଦରକାର। ଫିଜିକାଲ ହେଲ୍ଥ ଯଦି ଭଲ ନଥିବ ତମେ ପାଠ ପଢିବନି। ଜ୍ୱର ହେଇଛି ତମ କ୍ଲାସରେ ସେ ଦିନର କ୍ଲାସ ବୁଝିପାରିବନି। ପୁରା ଫିଟ୍ ଅଛ ସବୁ କିଛି ବୁଝି ନବ। ମେଣ୍ଟାଲ ହେଲ୍ଥ ମାନସିକ ଦୁଶ୍ଚିନ୍ତାରେ ତମେ ଅଛ ତମେ ପାଠ ପଢି ପାରିବନି କେବେ ବି। ତ ପରୀକ୍ଷା ଉଠିଟି ଯାଇଛି କିନ୍ତୁ ମାନସିକ ଦୁଶ୍ଚିନ୍ତାରେ ଅଲଗା କୌଣସି ଫ୍ୟାମିଲି ପ୍ରୋବ୍ଲେମ କୋଉ କାରଣରୁ ତମ ମାନସିକ ପୁରା ଦୁଶ୍ଚିନ୍ତାଗ୍ରସ୍ତ ହେଇଛି ତମେ କେବେ ବି କରିପାରିବନି। ତମ ମାନସିକ ସ୍ତରରେ ତମେ ଫିଟ୍ ରହିବା ଦରକାର, ମୋଟିଭେସନ ହବା ଦରକାର। ହଁ ମୁଁ ଏ ଓଟିଟି ପରୀକ୍ଷା ଏ ଓଏସଟିଡି ଏସିଟିଡି ଏ ଏକ୍ସାମ ମୁଁ କ୍ଲିୟର କରିବି, ଯେକୌଣସି ଟିଚର ଏକ୍ସାମ ମୁଁ କ୍ଲିୟର କରିବି। ମୋଟିଭେଟେଡ ହାଇଲି ମୋଟିଭେଟେଡ ହବ। ତ ମୋଟିଭେସନ ଥିଓରି ପଢିବା ଆଗକୁ। ତ ତାପରେ ପର୍ଟିକୁଲାର ଏମ୍ ବି ନିଜର ଗୋଟେ ଲକ୍ଷ୍ୟ ଥିବା ଦରକାର। ପ୍ରିଭିୟସ ଏକ୍ସପିରିଏନ୍ସ ପୂର୍ବରୁ ବି ତମର ଏକ୍ସପିରିଏନ୍ସ ଥିବା ଦରକାର। ମେଥଡ ଅଫ ଟିଚିଂ ତମକୁ କୋଉ ପ୍ରଣାଳୀରେ ପାଠ ପଢା ହଉଛି ବା ତମେ କୋଉ ପ୍ରଣାଳୀରେ ପିଲାମାନଙ୍କୁ ପାଠ ପଢେଇବ ଏଟା ବି ମ୍ୟାଟର କରୁଛି। ୟୁଜ ଅଫ ଟିଚିଂ ଏଡ୍ ତମେ ପାଠ ପଢିଲା ବେଳେ କୋଉ କୋଉ ଏଡ୍ ବ୍ୟବହାର କଲ ସଠିକ ଏଡ୍ ବ୍ୟବହାର କରୁଛ ତ ପିଲାଙ୍କୁ ପଢଉଛନ୍ତି ଭୂଗୋଳ ପଢଉଛନ୍ତି ଆମେ ଗ୍ଲୋବ ମ୍ୟାପ ମାଧ୍ୟମରେ ପଢେଇବା ତ ସଠିକ ଉପକରଣ ବ୍ୟବହାର କରିବା। ଆଉ କୋ କରିକୁଲାର ଆକ୍ଟିଭିଟିସ୍ ବି ରହିବା ଦରକାର। କୋ କରିକୁଲାର ଆକ୍ଟିଭିଟିସ୍ ନଥିଲେ ଖେଳକୁଦ ନଥିଲେ ଅଲଗା କିଛି ଆକ୍ଟିଭିଟିସ୍ ନଥିଲେ ପିଲାମାନଙ୍କର ସର୍ବାଙ୍ଗୀନ ଉନ୍ନତି ହଲିଷ୍ଟିକ ଡେଭଲପମେଣ୍ଟ ହେଇପାରିବ ନାହିଁ। ମନେ ରଖିଥିବ ଏ କଥା। ହେଇଗଲା। ତାପରେ ଆମେ ପଢିବା କଣ ଷ୍ଟ୍ରାଟେଜିସ୍ ଫର ଦ ପ୍ରମୋଟିଂ ଲେସନ କଣ ନା ମୋଟିଭେସନ ଅଫ ଲର୍ଣ୍ଣିଂ ଅଭିପ୍ରେରଣା ଶିକ୍ଷଣ ଆମେ ତାହାକୁ କହୁଛନ୍ତି। ପିଲାମାନଙ୍କୁ ମୋଟିଭେସନ ମାଧ୍ୟମରେ କିପରି ପଢେଇବା ତ ମନେ ରଖିଥିବ ଅଣ୍ଡରଷ୍ଟାଣ୍ଡିଂ ବେସ୍ କ୍ୱେଶ୍ଚନ ଆସୁଛି ଆରାମସେ କରିବ। ହେଲା ତ ମୋଟିଭେସନ ଅଫ ଲର୍ଣ୍ଣିଂ କାହାକୁ କହିବା ନା ଏନି action of human being need to motivation so a motivated person does his activity properly। ତ ମୋଟିଭେଟ ହେଲା ମାନେ ପ୍ରପରଲି କରିବ। ହେଲା we need motivation for our learning ତ ଏଇଟା କୁହାଯାଏ ମୋଟିଭେସନ କରିବାକୁ ପଡିବ। କଣ ନା ମୋଟିଭେଟେଡ ଇନ ଦ କ୍ଲାସରୁମ ଆଫେକ୍ଟ ଲର୍ଣ୍ଣିଂ ଆଣ୍ଡ ବିହେଭିୟର ଅଫ ଦ ଷ୍ଟୁଡେଣ୍ଟ। ତ ମୋଟିଭେସନ ହେଲା ମାନେ କ୍ଲାସରୁମ ଲର୍ଣ୍ଣିଂ ଏଫେକ୍ଟ ହବ ଆଉ ବିହେଭିୟର ବି ଷ୍ଟୁଡେଣ୍ଟ ମାନଙ୍କର ବଦଳିବ। ଆଉ ଗୋଟେ କଣ ରହିଲା ନା ମୋଟିଭେସନ ପ୍ରମୋଟସ ଲର୍ଣ୍ଣିଂ ତ ମୋଟିଭେସନ ସବୁବେଳେ ଲର୍ଣ୍ଣିଂ କୁ ପ୍ରମୋଟ କରେ। ଆଉ କଣ କହୁଛି ନା ଇଟ୍ ଇଜ ଆନ୍ ଏଣ୍ଡ ଇଟସେଲ୍ଫ ୟା ମାଧ୍ୟମରେ ନିଜେ ହିଁ ନିଜେ ଏଣ୍ଡ ବୋଲି କୁହାଯାଏ। ମୋଟିଭେସନ ଦ୍ୱାରା ହିଁ ପିଲାମାନେ ଆଗକୁ ବଢିବେ। ତାପରେ ଥିଓରି ଅଫ ମୋଟିଭେସନ ଗିଭେନ ବାଇ ମାର୍ଶାଲୋ ମନେ ରଖିଥିବ ହାୟରକି ଅର୍ଡର ଥିଓରି କିଏ ଦେଇଛନ୍ତି ନା ମାର୍ଶାଲୋ ଦେଇଛନ୍ତି। ମାର୍ଶାଲୋ ଥିଓରି ଆଗରେ ନେକ୍ସଟ କ୍ଲାସରେ ଆମେ ଡିସ୍କସ କରିବା। ତ ମାର୍ଶାଲଙ୍କ ଥିଓରି ବହୁତ ଇମ୍ପୋର୍ଟାଣ୍ଟ ଥାଏ ଏଠୁ କ୍ୱେଶ୍ଚିନ୍ ଆସିଥାଏ ଆମେ ଜାଣିବା ଦରକାର। ହେଲା ତ ମାର୍ଶାଲ ହଉଛନ୍ତି ମୋଟିଭେସନ ର ଜଣେ ସାଇକୋଲୋଜିଷ୍ଟ ଏଟା ମନେ ରଖିଥିବ। ଥିଓରି ଅଫ ମୋଟିଭେସନ କିଏ ଦେଇଛନ୍ତି ନା ମାର୍ଶାଲ ଦେଇଛନ୍ତି। ହାୟରକି ଅର୍ଡର ଅଫ ନିଡ୍ କିଏ ଦେଇଛନ୍ତି ନା ମାର୍ଶାଲ ଦେଇଛନ୍ତି। ମନେ ରଖିଥିବ ଏ କଥା କ୍ୱେଶ୍ଚିନ୍ ଆସିଥାଏ। ତ ତାପରେ ଆମେ ସାଇକେଲ ଅଫ ମୋଟିଭେସନ ପଢିବା କଣ ନା କୋଉ ସାଇକେଲ ଟା ରହୁଛି। ଫାଷ୍ଟ ରହୁଛି ନିଡ୍ ରହୁଛି ପିଲାମାନଙ୍କର ଆବଶ୍ୟକତା ରହେ ଡ୍ରାଇଭ ମାନେ ତାଙ୍କର ସେ ଯୋଉ ନିଡ୍ ପ୍ରତି ତାଙ୍କର ଇଚ୍ଛା ଆସିବା ଦରକାର ଡ୍ରାଇଭ ଆସିବା ଦରକାର। ମାନେ ତାଙ୍କ ପାଖରେ ସେଇ ଇଚ୍ଛାଟା ମାନେ ଯୋଉ ଇଚ୍ଛାଟା ନିଡ୍ ଟା ଅଛି ତ ତାଙ୍କର ସେଇ
ଇଚ୍ଛାଟା ତାଙ୍କ ପାଖରେ ଥିବା ଦରକାର। ତ ଏଇ ନିଡ୍ ତ ତମେ ଜଣେ ସାଇକେଲ କିଣିବାରେ ସାଇକେଲ ତାର କିଣିବାର ଅଛି। ତ ସାଇକେଲ ଚଲେଇବାର ବି ଇଚ୍ଛା ଥିବା ଦରକାର। ନହେଲେ ସାଇକେଲ କିଣିକି କଣ କରିବ? ଗଡେଇବ ନା କଣ? ବାସ୍। ତାପରେ ଆରୋଉଜାଲ ପ୍ରବଳ ଇଚ୍ଛା, ପ୍ରବଳ ତାଙ୍କ ଭିତରେ ଷ୍ଟିମୁଲେସନ ହବ ଯେ ନା ମୋର ସାଇକେଲ ଦରକାର, ଅଲଗା ପିଲା ସାଇକେଲ ଚଲଉଛନ୍ତି ମୋର ଦରକାର ମାନେ ଦରକାର। ଜିଦ୍ଦି କରିବ ପିଲାଙ୍କ ପାଖରେ। ତ ଏଇଟା ଆରୋଉଜାଲ କୁହାଯାଉଛି। ଗୋଲ ଡାଇରେକ୍ଟିଭ ସେଇ ସାଇକେଲ ଚଲେଇବାରେ ପ୍ରବଳ ଇଚ୍ଛା ଅଛି। ସେଥିପାଇଁ ତାର ଗୋଲ ଡାଇରେକ୍ଟେଡ ବିହେଭିୟର କରିବେ। ତ ପାଠପଢା କ୍ଷେତ୍ରରେ ଠିକ ଏଇଭଳିଆ ମୋଟିଭେଟେଡ ହୁଅନ୍ତି ହେଲା। ଓଟିଟି ପରୀକ୍ଷା ଅଛି, ନିଡ୍ ଅଛି। ତ ଓଟିଟି ପରୀକ୍ଷା ପାଇଁ ପାଠ ପଢିବା ଦରକାର ଡ୍ରାଇଭ। ତ ଆରୋଉଜାଲ ପ୍ରବଳ ଇଚ୍ଛା ହଁ ପଢିମି ଦିନ ରାତି ଏକ କରିଦେମି। କ୍ଲାସ୍ କରିମି, ଅନଲାଇନ କ୍ଲାସ୍ କରିମି, ୱେ ଟୁ ଏମ୍ ଏକାଡେମିକ କ୍ଲାସ୍ କରିବି। ତ ଏଇସବୁ ଜିନିଷ କରିବି। ତ ଗୋଲ ଡାଇରେକ୍ଟେଡ ବିହେଭ୍ କରିବେ। ତାପରେ ଆଚିଭମେଣ୍ଟ ପାଇଯିବେ। ଆଚିଭମେଣ୍ଟ ପାଇଲା ପରେ ତାଙ୍କର ଯୋଉ ଆରୋଉଜାଲ ଥିଲା, ତମେ ଓଟିଟି ପାସ୍ ହେଇଗଲା ପରେ ଆଉ ଥରେ ପଢିବ କି? ଓଟିଟି ପରୀକ୍ଷା ଦିନ ତ ପରୀକ୍ଷା ଦେଇ ଆସିଲ ସନ୍ଧ୍ୟାବେଳେ ପୁଣି ଓଟିଟି ପାଇଁ ପଢିବ? କେବେ ବି ପଢିବନି। ସେଟା କୁହାଯାଏ ରିଡକ୍ସନ ହେଇଗଲା। ଆରୋଉଜାଲଟା ଇଚ୍ଛାଟା ପ୍ରବଳ ଇଚ୍ଛାଟା ବା ଷ୍ଟିମୁଲସଟା ରିଡକ୍ସନ ହେଇଗଲା। ଏକୁ ବୁଝଉଛି କଣ? ନା ମୋଟିଭେସନର ସାଇକେଲଟା ବୁଝଉଛି। ଟାଇପ ଅଫ ମୋଟିଭେସନ କେତେ ପ୍ରକାର ଅଛି ଜାଣିବା। ଗୋଟେ ହଉଛି କଣ ଇନଷ୍ଟିଙ୍କ୍ଟ ମୋଟିଭେସନ ବା ଇନସାଇଡ ମୋଟିଭେସନ ବା ନ୍ୟାଚୁରାଲ ମୋଟିଭେସନ ବା ପଜିଟିଭ ମୋଟିଭେସନ କୁହାଯାଉଛି କଣ ନା ନିଜ ଇଣ୍ଟରେଷ୍ଟରେ ସେ ନିଜେ କାମ କରିବ। ତ ଓଟିଟି ପରୀକ୍ଷା ଅଛି ନିଜେ ପଢୁଛ, କେହି ତମକୁ କହୁନାହାନ୍ତି ବାଧ୍ୟ କରୁନାହାନ୍ତି ପଢିବା ପାଇଁ, କାରଣ ତମେ ଜାଣିଛ ପରୀକ୍ଷାଟା ବହୁତ ଇମ୍ପୋର୍ଟାଣ୍ଟ। ତ ଯେମିତି କି ପିଲାଟି ଖେଳିବାକୁ ଯାଉଛି ନିଜ ଇଚ୍ଛାରେ ଯାଉଛି, ଓନ୍ ଇଣ୍ଟରେଷ୍ଟରେ ଯାଉଛି, ସେ କୁହାଯାଉଛି ଇନଷ୍ଟିନ୍ସିକ ଭିତରୁ ଇଚ୍ଛା ଆସିବ, ଇନସାଇଡ ମୋଟିଭେସନ କୁହାଯାଏ। ହେଲା ପୋଏଟ୍ରି ଲେଖୁଛନ୍ତି ନିଜ ଇଚ୍ଛା ନିଜରେ, କେହି ପ୍ରଭାବିତ କରିବେନି ତୁ ଏଇ ପୋଏଟ ହ, ଏମିତି କେବେ ବି ଜଣେ ପୋଏଟ ହେଇପାରିବନି। ତୁ କ୍ରିକେଟର କେବେ ବି ହେଇପାରିବନି। ନିଜ ଇନସାଇଡ ମୋଟିଭେସନ ହବା ଦରକାର। ପେଣ୍ଟିଂ କରିବା, ରାଇଟିଂ କରିବା ଏସବୁ ବୁଝାଉଛି। ଆଉ ଗୋଟେ ହଉଛି କଣ ଏକ୍ସଟ୍ରିନସିକ ମାନେ ବାହାରୁ ପ୍ରଭାବିତ ହବା ବା ଆର୍ଟିଫିସିଆଲ ମୋଟିଭେସନ ବୋଲି କୁହାଯାଏ। କଣ ପ୍ରେଜ ପ୍ରଶଂସା କରିବ ପିଲାମାନେ ପାଠ ପଢିବେ, ରିୱାର୍ଡ ଦବ ପିଲାମାନେ ପାଠ ପଢିବେ, ମାର୍କ ପାଇଁ ପିଲାମାନେ ପାଠ ପଢିବେ। ତ ଏଇଟା ହଉଛି କଣ ନା ଏଣ୍ଟ୍ରିନ୍ସିକ ମୋଟିଭେସନ। ତ ଇଣ୍ଟ୍ରିନ୍ସିକ ମୋଟିଭେସନ ବେଶୀ ପ୍ରଭାବ ପକେଇଥାଏ ପିଲାମାନଙ୍କୁ। ହେଲା। ଆହୁରି ଅଛି ଆମେ ଜାଣିବା କଣ ପ୍ରାଇମେରୀ ମୋଟିଭ୍ସ କଣ ନା ଇନବର୍ନ ଇନେଟ୍ ଯୋଉଟା କି ଜନ୍ମରୁ ଆସିଥାଏ କଣ ନା ହଙ୍ଗରୀ ଖାଦ୍ୟ, ଖାଦ୍ୟ ପାଇଁ ମୋଟିଭେଟ ହବା। ହଁ ଖୁଆଇବା ପାଇଁ, ଶୋଇବା ପାଇଁ, ଏଟା ବାୟୋଲୋଜିକାଲ ନିଡ୍ କୁ ବୁଝଉଛି। ବୁଝିପାରିଲ। ଆଉ ଗୋଟେ ହେଲା ସେକେଣ୍ଡାରୀ କଣ ନା ଆମର ସୁରକ୍ଷା ଦରକାର। କଣ ସୁରକ୍ଷା ଦରକାର? ବିଲଙ୍ଗିନେସ ଆମେ କୋଉଠୁ ଆସିଛନ୍ତି, ଆମ ଷ୍ଟାଟସ କଣ, ଆମ ପାୱାର କଣ, ଏଇ ସବୁ ବୁଝଉଛି କଣ ନା ଏଇ ସବୁ ବୁଝଉଛି ତ ସେକେଣ୍ଡାରୀ ମୋଟିଭକୁ ବୁଝଉଛି। ତାପରେ ଆସିଲା ମେଜର ଆପ୍ରୋଚେସ୍ ଟୁ ମୋଟିଭେସନ କଣ ନା ଗୋଟେ ହଉଛି ଇଣ୍ଟ୍ରିନସିକ ପିପୁଲ ଆଣ୍ଡ ଆନିମାଲ କଣ ନା ପିପୁଲ ଆଣ୍ଡ ଆନିମାଲ ଆର ବର୍ନ ୱିଥ ଦ ପ୍ରୋଗ୍ରାମ ସେଟ୍ ଅଫ ବିହେଭିୟର ଏସେନ୍ସିଆଲ ଆଣ୍ଡ ସର୍ଭାଇଭାଲ ପାଇଁ ଖାଦ୍ୟ ଦରକାର, ବାସଗୃହ ଦରକାର। ଏକୁ ଇଣ୍ଟ୍ରିନସିକ ପିପୁଲ ଆନିମାଲର ମୋଟିଭେସନ କୁହାଗଲା ବା ମୋଟିଭ କୁହାଗଲା। ଆଉ ଗୋଟେ ଡ୍ରାଇଭ ରିଡକ୍ସନ କଣ କହିଲା ହ୍ୱେନ୍ ସମୱାନ ବେସିକ ବାୟୋଲୋଜିକାଲ ରିକ୍ୱାରମେଣ୍ଟ ଇଜ ଲେକିଂ ଏ ଡ୍ରାଇଭ ଇଜ ପ୍ରଡ୍ୟୁସ ଆଣ୍ଡ ଡ୍ରାଇଭ ସୁଡ୍ ବି ରିଡ୍ୟୁସ। ତମେ ପାଠ ପଢିବାର ପ୍ରବଳ ଆଗ୍ରହ ହେଲା, ପାଠ ପଢିଲ, ତାପରେ ପରୀକ୍ଷା ସରିଗଲା, ତମ ଡ୍ରାଇଭ ଟା ରିଡକ୍ସନ ହେଇଗଲା, ତମ ଇଚ୍ଛାଟା ସେଠୁ ସରିଗଲା। ଆରୁଜାଲ ମାନେ କଣ ନା ପିପୁଲ ସିକ୍ସ ଟୁ ଅପ୍ଟିମାଲ ଲେଭେଲ ଅଫ ଷ୍ଟିମୁଲେସନ ପୁରା ଉତ୍ତେଜିତ ଅବସ୍ଥାରେ ଅଛନ୍ତି। ପରୀକ୍ଷା ଅଛି ମାନେ ଦିନ ରାତି ଏକ କରିକି ପଢୁଛନ୍ତି। ହେଲା ପରୀକ୍ଷା ପୂର୍ବ ଦିନ ଆହୁରି ତମର ପୁରା ଉତ୍ତେଜିତ ଅବସ୍ଥାରେ ଥିବ, କୁଆଡେ ଯାଉନଥିବ ପାଠ ପଢୁଥିବ। ତ ଇଫ ଦ ଲେଭେଲ ଅଫ ଷ୍ଟିମୁଲସ ଟୁ ହାଇ ଏଣ୍ଡ ଦେନ୍ ଆକ୍ଟ ଟୁ ରିଡ୍ୟୁସ ଦ ଟୁ ଲୋ ଦେନ୍ ଦ ଇନକ୍ରିଜ ହେଇଗଲା ପରେ ତାପରେ କମିଯିବ। ପରୀକ୍ଷା ସରିଲା ପରେ କଣ ପାଠ ପଢିବ ବାସ୍। ତାପରେ ଇନସେଣ୍ଟିଭ କଣ କୁହାଯାଉଛି ନା ଏକ୍ସଟର୍ନାଲ ଷ୍ଟିମୁଲସ ଡାଇରେକ୍ଟେଡ ବିହେଭିୟର, ଗୋଟେ ଏକ୍ସଟ୍ରା ଷ୍ଟିମୁଲସ ଯୋଉଟା କି ପ୍ରଭାବିତ କରୁଥିବ ତା ପାଇଁ ତମେ ବ୍ୟବହାର ଜଣାଉଛ। ହେଲା ପରୀକ୍ଷା ଅଛି, ତମ ପରୀକ୍ଷାର ସହିତ ତମେ କିଛି ମେଟେରିଆଲ୍ସ ବୁକ୍ସ ମେଟେରିଆଲ ତମ କ୍ଲାସେସ୍ ତମକୁ ପ୍ରଭାବିତ କରୁଛ ନା ଏଇ ମାଧ୍ୟମରେ ପଢିଲେ ବି ପାଠ ପଢିପାରିବ। ଇନସେଣ୍ଟିଭ ସେଟା କୁହାଯାଏ। କଗ୍ନିଟିଭ କଣ କୁହାଯାଏ? ଅଣ୍ଡରଷ୍ଟାଣ୍ଡିଂ ଦ ୱର୍ଲ୍ଡ ଇନ ଡାଇରେକ୍ଟ ମୋଟିଭ ଦ୍ୱାରା ପୁରା ନିଜ ଚିନ୍ତାଧାରା ଦ୍ୱାରା ତମେ ପୃଥିବୀରେ କଣ ଚାଲିଛି କଣ ନାହିଁ ତମେ ଫ୍ୟାକ୍ଟ ଗୁଡିକ ବୁଝିପାରୁଛ। ଏସବୁ ବୁଝଉଛି କଗ୍ନିଟିଭ। ହାୟରଚି ଅଫ ନିଡ୍ କାହାକୁ ଅଛି? ମାସାଲ ଦେଇଛନ୍ତି ବିଫୋର ହାୟର ଅର୍ଡର ନିଡ୍ ଆର ମେଡ୍ ଦ ଲୋୟର ଅର୍ଡର ନିଡ୍ ମଷ୍ଟ ବି ଫୁଲଫିଲ। ତ ଆମେ ସିଡିର ପ୍ରଥମ ଷ୍ଟେପ ରେ ଚଢିବା ନା ଏକାଥର ଲାଷ୍ଟ ଷ୍ଟେପ ରେ ଚଢିଯିବା ସେ ତ ପସନ୍ଦ। ପ୍ରଥମ ଷ୍ଟେପ ରୁ ତ ସେକେଣ୍ଡ ତାପରେ ଥାର୍ଡ ଏମିତି କରିକି ଯିବା। ତ ହାୟରକି ନିଡ୍ କହୁଛି ପ୍ରଥମ ନିଡ୍ ଟା ଫୁଲଫିଲ ହେଲା ପରେ ସେକେଣ୍ଡ ନିଡ୍ ଆସିବ। ତ ଏଇଟା ଆମେ ଯେତେବେଳେ ମାସାଲ ଥିଓରି ପଢିବା ଆମେ ବୁଝିପାରିବା। ତାପରେ ଆସିଲା କଣ ଫଣ୍ଡାମେଣ୍ଟାଲ ନିଡ୍ ଅଫ ଦ ଚିଲଡ୍ରେନ ଇନ ଦ ସ୍କୁଲ। ତ ଫଣ୍ଡାମେଣ୍ଟାଲ ନିଡ୍ କଣ ନା ଫଣ୍ଡାମେଣ୍ଟାଲ ନିଡ୍ କଣ ନା ଯୋଉଟା କି ହଉଛି ଯୋଉଟା ସ୍କୁଲରେ ପିଲାମାନେ ରହିଛନ୍ତି ଏଇ ନିଡ୍ ଗୁଡା ପୂରଣ ହବା ଦରକାର ସ୍କୁଲ ଭିତରେ। ସ୍କୁଲର ଏନଭାରମେଣ୍ଟ ପ୍ରଥମତଃ ଠିକ ଥିବା ଦରକାର, ଗହଳିପୂର୍ଣ୍ଣ ନଥିବ, ରାସ୍ତାଘାଟରେ ଶବ୍ଦ ହଉନଥିବ, ପାଠ ପଢାର ଗୋଟେ ଏନଭାରମେଣ୍ଟ ଥିବା ଦରକାର। ସେଟା କୋଉଠି ଏନଭାରମେଣ୍ଟ କୁହାଗଲା? ସ୍କୁଲର। ପ୍ଲେ ଗ୍ରାଉଣ୍ଡ ଥିବା, ପିଲା ଖେଳିବେ କୋଉଠି? ପିଲା ତ ଖାଲି ପାଠ ପଢିତେ ଭଲ ପାଇବେନି। କରିକୁଲାର ଆକ୍ଟିଭିଟି କୋଉ କରିକୁଲାର ଆକ୍ଟିଭିଟି ଅଛି? ଖେଳ ପଡିଆ ଦରକାର। ୱାଲ ଆର୍ଟ କାନ୍ଥରେ ସବୁ ଦେଖିବ ସ୍କୁଲ ମାନଙ୍କର ଟଙ୍ଗା ହେଇଥାଏ। ବିଭିନ୍ନ ପ୍ରକାର ମହାପୁରୁଷ ମାନଙ୍କର ଫଟୋ ଅଙ୍କା ହେଇଥାଏ, ସିନେରୀ ଅଙ୍କା ଥାଏ, ବିଭିନ୍ନ କୋଟେସନ ଲେଖା ହେଇଥାଏ। ପିଲାମାନେ ଏଗୁଡା ପଢିକି କିଛି ଜାଣିବେ। ଏଟା ୱାଲ ଆର୍ଟ ପ୍ରପର ଫଣ୍ଡାମେଣ୍ଟାଲ ନିଡ୍ ଅଫ ଦ ଚିଲଡ୍ରେନ। ଏଟା ହଉଛି ସ୍କୁଲ ଏନଭାରମେଣ୍ଟ ର ନିହାତି ଥିବା ଦରକାର। ପୋର୍ଟଫୋଲିଓ ୱାର୍କ ପିଲାମାନେ ବିଭିନ୍ନ ପ୍ରକାର ଲେଖା ଲେଖୁଛନ୍ତି, କୃତି କରୁଛନ୍ତି, ବିଭିନ୍ନ ପ୍ରକାର ଆର୍ଟ କରୁଛନ୍ତି, ଏଗୁଡା ସବୁ ସ୍କୁଲ କାନ୍ଥରେ ଟଙ୍ଗା ହବ। ତ ପିଲାମାନେ ଦେଖିବେ ଯେ ଏଇଭଳିଆ ପିଲାଟେ ଆଙ୍କିଛି। ତ ସେ ପିଲା ଯିଏ ଆଙ୍କିଥିବ ସିଏ ପ୍ରଶଂସିତ ହେଲା ପାଠ ପଢିବା ପାଇଁ ଆପା ସେ
ଆଙ୍କିବା ପାଇଁ ଆଉ ଥରେ ତାଙ୍କର ଇଚ୍ଛା ହବ। ଆଉ ପିଲାମାନେ ଦେଖିକି ବି ଶିଖିବେ। କ୍ଲାସରୁମ୍ ଆକ୍ଟିଭିଟି ବି ଟିଚର ବିଭିନ୍ନ ପ୍ରକାର କ୍ଲାସରୁମ୍ ଆକ୍ଟିଭିଟି କରିବ। ଡ୍ରାମାଟାଇଜେସନ କରିବ। ଟୋଟାଲ ଫିଜିକାଲ ରେସ୍ପନ୍ସ ମାଧ୍ୟମରେ ରାଇମ୍ସଟେ ପିଲାମାନଙ୍କୁ ପଢେଇ ପାରିବ। ବିଭିନ୍ନ ପ୍ରକାର ଆକ୍ଟିଭିଟି ଅଛି ପିଲାମାନଙ୍କୁ ବିଭିନ୍ନ ପ୍ରକାର ଆକ୍ଟିଭିଟି ମାଧ୍ୟମରେ ପିଲାମାନଙ୍କୁ ଶିଖେଇବ। କରିକୁଲାର ହଉ କୋ କରିକୁଲାର ଆକ୍ଟିଭିଟି ମାଧ୍ୟମରେ ଶିଖେଇବ। ତାପରେ ରହିଲା କୋ କରିକୁଲାର ଆକ୍ଟିଭିଟିସ୍ ବି ରହୁଛି। ସଙ୍ଗୀତ, ଗୀତ, ଆନୁଆଲ ଫଙ୍କସନ ଏସବୁ ରହିବ। ତ ଏଗୁଡା ହଉଛି ଫଣ୍ଡାମେଣ୍ଟାଲ ନିଡ୍ସ ଅଫ ଚିଲଡ୍ରେନ ଇନ ଦ ସ୍କୁଲ। ତ ପିଲାମାନଙ୍କ ସ୍କୁଲରେ ଏଗୁଡା ହଉଛି ଫଣ୍ଡାମେଣ୍ଟାଲ ନିଡ୍। ଏ ନିଡ୍ ଟା ପୂରଣ ହବା ନିହାତି ଦରକାର। ତ ପିଲାମାନେ ଇଏ ଥିଲା ଆଜିକାର କ୍ଲାସ୍। ତ ଆଶା କରୁଛି ତମେମାନେ ଭଲ ଭାବରେ ବୁଝିପାରିଥିବ। କ୍ଲାସକୁ ଭଲ ଭାବରେ ଦେଖ, ସ୍କିପ୍ କର ନାହିଁ, ଭଲ ଭାବରେ ବୁଝ। ତାପରେ ତମେମାନେ ଜାଣିପାରିବ। ଯୋଉମାନଙ୍କର ପିଡିଏଫ୍ ଦରକାର, ଏଇ କ୍ଲାସ୍ ଯେକୌଣସି କ୍ଲାସ୍ ହଉଛି ତମମାନଙ୍କ ପିଡିଏଫ୍ ଦରକାର, ତମେମାନେ ମୋ ନମ୍ବର ଅଛି, ତମ ଡେସ୍କ୍ରିପସନକୁ ଯିବ, ଏଠି ନମ୍ବର ଅଛି। ଆଉ ସେଠି ବି ତମର ଟେଲିଗ୍ରାମର ଲିଙ୍କ ଅଛି। ସୋମ ସାର୍ ପେଡାଗୋଜି ସୋମ ସାର୍ ଗୋଟେ ଟେଲିଗ୍ରାମର ଚ୍ୟାନେଲ ଅଛି। ସେଠି ବି ତମେ ଗ୍ରୁପରେ ଆଡ୍ ହେଲା ପରେ ସେଠି ତମେମାନେ ପିଡିଏଫ୍ ମାଗିପାରିବ। ନହେଲେ ମୋ ହ୍ୱାଟ୍ସଆପ ନମ୍ବର ଅଛି, ଡାଇରେକ୍ଟ ତମେ ହ୍ୱାଟ୍ସଆପରେ ପିଡିଏଫ୍ ମାଗିପାରିବ। ତ ମୁଁ ତମକୁ ପିଡିଏଫ୍ ଦେଇଦେବି ଯେକୌଣସି କ୍ଲାସର ହେଲା। ପିଡିଏଫ୍ ଦେଲେ ତମେ ଜେରକ୍ସ କରିକି ତାକୁ ପଢିପାରିବ ହେଲା। ତ ଏଇ ସବୁ ଜିନିଷ ରହୁଛି, ତମେମାନେ କ୍ଲାସ କର ଆରାମସେ। ସବୁ ଏକ୍ସାମ କ୍ରାକ୍ କରିପାରିବ। ଓଟିଟି ହଉ, ଏସଟିଡି ହଉ, ସିଟିଟି ହଉ, ଟିଚର ରିକ୍ରୁଟମେଣ୍ଟ ଏ ସବୁ ଏ ପେଡାଗୋଜି କ୍ଲାସ ଗୁଡା ବହୁତ ଇମ୍ପୋର୍ଟାଣ୍ଟ। କାରଣ ପେଡାଗୋଜି ପାସ୍ କରାଇଥାଏ ହେଲା। ତ ମନ ଦେଇକି ପଢ। ତ ଆଜି ପାଇଁ ଏତିକି। ଧନ୍ୟବାଦ ସମସ୍ତଙ୍କୁ।